ॐ जगन्नाथाय ते नमः। ॐ श्रीगुरुभ्यो नमः। हरिः ॐ। नीलाचलनिवासाय नित्याय परमात्मने बलभद्रसुभद्राभ्यां जगन्नाथाय ते नमः। श्रीजगन्नाथाय ते नमः। हरिः ॐ। आसन्तु ସମସ୍ତେ ଆଜି ଗୁରୁଚରଣରେ ବସି ଆଜିର ଗୀତା ଅଧ୍ୟୟନ କରିବା। ଗୁରୁଜୀ ଆପଣଙ୍କୁ ଆମେ ସ୍ୱାଗତ କରୁଛୁ। ଆଜିର କ୍ଲାସ୍ ଆମେ ଆରମ୍ଭ କରିବା। ଆପଣଙ୍କୁ ଅନମ୍ୟୁଟ୍ କରି ଆରମ୍ଭ କରନ୍ତୁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଏଠି ବର୍ତ୍ତମାନ ଯେଉଁମାନେ ସବୁ ପ୍ରଶ୍ନ କରୁଛନ୍ତି, ବର୍ତ୍ତମାନ ଆଜି ଆଉ ଆଲୋଚନା କରିବାନି। ମୁଁ ଭାବୁଛି ନେକ୍ସଟ ସେକ୍ସନ୍ ବେଳକୁ ଆମେ ଷ୍ଟାର୍ଟ କରିବା। ଏଥିରେ ବଳରାମ ଦାସ ୟୁକେର ସେ 1 to 18 ଚାପ୍ଟର ଇନ୍ ବ୍ରିଫ୍ ରେ ଡିସ୍କସନ୍ କରିବା ପାଇଁ କହିଛନ୍ତି। ଦ୍ୱିତୀୟ କ୍ୱେଶ୍ଚିନ୍ ଥିଲା ସେକ୍ସନ୍ ୱାଇଜ୍ ଚାପ୍ଟର ସିନୋପସିସ୍, ସେଇଟା ମଧ୍ୟ ବି ଆମେ ଏ ସବୁଗୁଡ଼ା ନେକ୍ସଟ ଟାଇମ୍ ରଖିବା। ଏଠି 4-5ଟା କ୍ୱେଶ୍ଚିନ୍ ଅଛି। ଆମେ ବର୍ତ୍ତମାନ ଆଜି ଆମର ସେସନ୍ ଆରମ୍ଭ କରିଦେବା। ତଥାପି ଆମେ ଆପଣ ଚାହିଁବେ ଯଦି ସେଇଟା ଆମେ ବ୍ରିଫ୍ ଡେସ୍କ୍ରିପସନ୍ ଦେଇଦେବା। ଆଚ୍ଛା, ଆଜି ଆମେ କରିବା ବର୍ତ୍ତମାନ 7ମ ଶ୍ଲୋକ। ଚେଷ୍ଟା କରିବା ଯଦି ଅଧଘଣ୍ଟେ ଅଛି, ଅଧଘଣ୍ଟେ ପୂର୍ବରୁ ଯଦି ସରିଯିବ ତାହେଲେ ଆମେ ସେ ବିଷୟରେ ଡିସ୍କସନ୍ କରିବା। ଆମର ଆଜିର ବିଷୟ ହେଲା 7ମ ଶ୍ଲୋକ, ପ୍ରଥମ ଅଧ୍ୟାୟ 7ମ ଶ୍ଲୋକ। ଅସ୍ମାକନ୍ତୁ ବିଶିଷ୍ଟାଏ ତାନ୍ ନିବୋଧୋ ଜିଜୁତ୍ତମ ନାୟକା ମମ ସୈନ୍ୟସ୍ୟ ସଂଜ୍ଞାର୍ଥମ୍ ତାନ୍ ବ୍ରବୀମିତେ। ଆଚ୍ଛା, ଏଇ ଯେଉଁ ଅସ୍ମାକମ୍ ଅସ୍ମତ୍ ଧାତୁ ରହିଛି ଆମ୍ଭମାନଙ୍କର, ମାନେ ଆମ ପକ୍ଷର। ଯଦି ଆମର ମାନେ ଆମ ପକ୍ଷ, ଏଠି ପକ୍ଷ ବୁଝିବ। ଆମ ପକ୍ଷରେ ଏଇଟା ଅସ୍ମାକମ୍ ତୁ ଅର୍ଥ ଆମର ସେଦିନ ଓଡ଼ିଆରେ ତୁ ତା କରନ୍ତି। ତୁ ଅର୍ଥ ବି ମଧ୍ୟ ହେବ, ମଧ୍ୟମ ବି ହେବ, ଏଇ ଅର୍ଥରେ ବୁଝାଏ। ଏଠି ଗଲା ଆମ ସେସନରେ କରିଥିଲେ ଦୁର୍ଯ୍ୟୋଧନ, ତାର ସେ କ'ଣ କରୁଛି ନା ଆଗ ପାଣ୍ଡବମାନଙ୍କ ସୈନ୍ୟମାନଙ୍କୁ କହିଦେଲା, ତାପରେ ବର୍ତ୍ତମାନ ଆସିଲା ନିଜ ସୈନ୍ୟମାନଙ୍କୁ କହିବା ପାଇଁ। ଏଠି ତରୁଣ ଅଗସ୍ତ୍ୟଙ୍କର ଗୋଟେ ପ୍ରଶ୍ନ ଥିଲା ଯେ ରଜା ହିସାବରେ ଦୁର୍ଯ୍ୟୋଧନ ଭୀଷ୍ମ ପାଖକୁ ନ ଯାଇ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ କାହିଁ ଆସିଲେ। ଅଷ୍ଟ୍ରେଲିଆର ତରୁଣ ଅଗସ୍ତ୍ୟ ଏଇ କ୍ୱେଶ୍ଚିନ୍ କରିଛନ୍ତି। ଆମେ ଯଦି ଏଇ କ୍ୱେଶ୍ଚିନ୍ ଯିବା ତାହେଲେ ଏଠି ଗୋଟେ ଜିନିଷ ଦେଖିବା ଯେ ପିତାମହ ଭୀଷ୍ମଙ୍କର କେହି ଶତ୍ରୁ ନଥିଲେ ଏବଂ ଯୁଦ୍ଧ ଆରମ୍ଭରୁ ଅର୍ଥାତ୍ ଉଦ୍ୟୋଗ ପର୍ବରେ ପିତାମହ ଭୀଷ୍ମ ନିଜେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଁ ପାଣ୍ଡବମାନଙ୍କୁ ହତ୍ୟା କରିବି ନାହିଁ। ଗୋଟେ ଗଲା, ମୋ ଯୁଦ୍ଧ ସମୟରେ କର୍ଣ୍ଣ ରହିବ ନାହିଁ। ଯୋଡ଼େ ଗଲା, କାରଣ ତାର କେତେବେଳେ ନିୟମ ରଖିଥିଲେ, ଯେଉଁ ନିୟମ ଫଳରେ ସେ ତା ନିୟମକୁ ତାଙ୍କୁ ଭାଙ୍ଗିବେ ନାହିଁ, କାରଣ ସେ ଥିଲେ ଦୃଢ଼ ପ୍ରତିଜ୍ଞାନିଷ୍ଠ। ଏକ ଦ୍ୱିତୀୟରେ ସେ ଯଦି ଯିବ ବି ଭୀଷ୍ମ ପାଖକୁ ଯାଇ କହିବ, ଏଇ କଥା କହିଥାନ୍ତା ଯେତେ ଯାହା କହିଲା ଗୁରୁ ଦ୍ରୋଣାଚାର୍ଯ୍ୟ ପାଖରେ, ତାହେଲେ ଭୀଷ୍ମ ସ୍ପଷ୍ଟ ଭାବରେ କହିଥାନ୍ତା, ଯାହାର ପୁତ୍ର ତୁ ଗୋଟେ କାମ କର, ଏତେ ତାଙ୍କର ବହୁତ ସୈନ୍ୟ ଅଛନ୍ତି, କିଛି ନହେଲେ ସ୍ୱୟଂ ଶ୍ରୀକୃଷ୍ଣ ଅଛି, ତୁ ସେଇ ଦ୍ୱନ୍ଦ୍ୱରେ ପଶନା, ଏଇଠି ସନ୍ଧି କରିଦେବା, ମିଶିଯାଅ, ଯାହା କଥା ସେ ବାଣ୍ଟି ନିଅ। ଏଇଟା ସେ ଜାଣିଛି ଭଲ, ମାନେ ପିତାମହ ଭୀଷ୍ମ ଡାଇରେକ୍ଟ ଚାର୍ଜ କରିଦେବେ ଯେ ସନ୍ଧି କର, ଆଉ ବାଣ୍ଟି ଦିଅ, ବାସ୍ ଯୁଦ୍ଧ ବନ୍ଦ କର। ତେଣୁ ସେଇଥିପାଇଁ ସେ ଦେଖିଲା ଯେ ମୁଁ ପିତାମହର ଯାଇକି ଲାଭ ନାହିଁ, ଏମିତି ମଧ୍ୟ ପିତାମହ ପାଣ୍ଡବକୁ ମାରିବେନି, ସେ ଆଗରୁ କହିଛନ୍ତି। ଦ୍ୱିତୀୟରେ ଏମିତି ବି ଦେଖାହେଇଛି ପିତାମହ 18 ଦିନ ଭିତରୁ 10 ଦିନ ଯୁଦ୍ଧ କରିବା ଭିତରେ କୌଣସି ଗୋଟେ କୌରବ ମରିନାହାନ୍ତି। ଏପରିକି କୌରବମାନଙ୍କର ବନ୍ଧୁବାନ୍ଧବ ଏବଂ ପାଣ୍ଡବମାନଙ୍କର ବନ୍ଧୁବାନ୍ଧବ ଭିତରେ କେବେ ବି ତାଙ୍କର କାହାର ମୃତ୍ୟୁ ହୋଇନାହିଁ। ଏଇ ହେଲା ପିତାମହ ଯୁଦ୍ଧର କୌଶଳ, ଅତି ସୁନ୍ଦର କୌଶଳ ତାଙ୍କର ଥିଲା। ତାଙ୍କର ଥିଲା ବଜ୍ରବ୍ୟୁହରେ ସେ କରିଥିଲେ ପାଣ୍ଡବମାନେ, ଇଏ କରିଥିଲେ ସର୍ବତୋମୁଖୀ ବ୍ୟୁହ, କିଏ ସେ ପିତାମହ ଭୀଷ୍ମ। ଏଇଭଳି ଭାବରେ ସଜ୍ଜିତ ଥିବା ଅବସ୍ଥାରେ ସେ ଦେଖୁଛି ଯଦି ଦ୍ରୋଣାଚାର୍ଯ୍ୟ ପାଖକୁ ଯିବି, ଦ୍ରୋଣାଚାର୍ଯ୍ୟଙ୍କ ଶତ୍ରୁ ଅଛନ୍ତି। ଏଇଠି ଗୋଟେ ଦୁର୍ବଳ ପଏଣ୍ଟ ଦେଖିଲା ସେ। ଦ୍ରୋଣାଚାର୍ଯ୍ୟ ଶତ୍ରୁ କିଏ ନା ଦ୍ରୁପଦ ରାଜା।
ଦ୍ରୋଣାଚାର୍ଯ୍ୟଙ୍କର ପ୍ରିୟ ମିତ୍ରମାନେ ବି ଶିଷ୍ୟମାନେ ବି ଅଛନ୍ତି ଯେଉଁଠିକି ତାଙ୍କ ବିରୁଦ୍ଧରେ ସେ ଠିଆ ହେଇଛନ୍ତି ମୁଁ ଆକୁ ଭଡ଼କେଇ ପାରିବି। କାରଣ ପିତାମହ ଭୀଷ୍ମକୁ ଭଡ଼କେଇ ହେବନି, ସେ ଡାଇରେକ୍ଟ ସନ୍ଧି ଆଉ ଶାନ୍ତିର ବାର୍ତ୍ତା କରିଦେବେ। ସେଥିପାଇଁ ଦୁର୍ଯ୍ୟୋଧନ କହିଲେ ଶାନ୍ତି ଦରକାର ନାହିଁ, ମୋର ଦରକାର ଯୁଦ୍ଧ ଦରକାର। ଆଉ ବହୁତ ବଡ଼ ବଡ଼ ଏଇ ବିଜ୍ଞ ବ୍ୟକ୍ତି ଯେଉଁମାନଙ୍କୁ ମୁଁ ପ୍ରଣାମ କରୁଛି, ସେମାନେ ତାଙ୍କ ବହି ଗୁଡ଼ାକରେ ଆମର ମଧୁସୂଦନ ସରସ୍ୱତୀ ଭଳିଆ ଜଣେ ବିରାଟ ପୂଜ୍ୟ ଲୋକ, ତତ୍ତ୍ୱବିତ୍, ଏମିତି ବହୁତ ବଡ଼ ବଡ଼ ଜ୍ଞାନୀ ଲୋକ ବି ସେମାନେ କହିଛନ୍ତି ଏଠି ଦୁର୍ଯ୍ୟୋଧନ ଡରି ଯାଇଛି ବହୁତ। ପାଣ୍ଡବମାନଙ୍କ ଏକତା ଆଉ ତାଙ୍କ ଭିତରେ ଥିବା ବିସ୍ଫୋରିତ ଜିନିଷ ଦେଖି ଡରି ଯାଇଛି। ଏଇଟା ପୂର୍ଣ୍ଣ ମିଥ୍ୟା ନୁହେଁ, କିନ୍ତୁ ପୂର୍ଣ୍ଣ ସତ୍ୟ ବି ନୁହେଁ। କାହିଁକି ନା ଦୁର୍ଯ୍ୟୋଧନ ଡର କୁଳା ନଥିଲା, ତା ହାରିଯିବାର ଡର ଥିଲା। କାଳେ ହାରି ଯଦି ଯିବି ତାହେଲେ ମରିବାଠୁ ଅଧିକା ବଳିଗଲା, ଏଇଟା ଡର ଥିଲା। କୁରୁ ରଜା ଠାରୁ କୌରବ ବଂଶ ସୃଷ୍ଟି, ସେ କୁରୁ ରାଜା କୁରୁ ରାଜ୍ୟ କହିଲେ ଏଣ୍ଟାର ହସ୍ତିନାପୁର, ତେଣୁ ଏଣ୍ଟାର ହସ୍ତିନାପୁର କହିଲେ କୁରୁ ବଂଶ, ସେଥିପାଇଁ ଏମାନେ କୌରବ, ସବୁ ତ କୌରବରେ ଯିବେ ଯିଏ ସେଇ ବଂଶ ରଜା ଥିବ। ତେଣୁ ସେମାନେ ତ ରଜା ନଥିଲେ, ପାଣ୍ଡବ ପଛରେ ଆସିଲେ ନା। ପଣ୍ଡୁ ମଲା ପରେ ଯାଇକରି ଆସିକି ଯାହା ସଂସ୍କାର ହେଲା, ଛୋଟ ସେ ପିଲା ଟିକେ ବଡ଼ ହେଇ ଆସିଲେଣି। ଏଇଭଳି ଭାବରେ ତାଙ୍କର ଅସ୍ତିତ୍ୱ। ତେଣୁ ବହୁତ ଲୋକ ବି କହନ୍ତି ସେ ସହଦେବ ଜନ୍ମ ଯଦି ପେଟରେ ଥିଲାବେଳେ ଯଦି ମରିଗଲା ସଂଯୋଗ କାଳରେ, ପଣ୍ଡୁ ଆଉ ମାଦ୍ରୀ ତ ମରିନାହାନ୍ତି, ପଣ୍ଡୁ ମରିଗଲେ, ତାହେଲେ ସହଦେବ ଜନ୍ମ ହେଲା କେମିତି? ସେଇଟା ବି ଆପଣମାନେ ମନେ ରଖନ୍ତୁ। ଅଶ୍ୱିନୀ କୁମାରକୁ ଡାକିକିରି, ଅଶ୍ୱିନୀ କୁମାର ମାଧ୍ୟମରେ ତାଙ୍କ ଜାଆଁଳା ପୁଅ ଜନ୍ମ ହୋଇଥିଲେ। ଆଗ ନକୁଳ ଭାଇ ଜନ୍ମ ହେଲା, ତାପରେ ସହଦେବ ଜନ୍ମ ହେଲା। ତେଣୁ ଏଇଭଳି ଭାବରେ ସେଟା ଜାଆଁଳା। ତାପରେ ପଣ୍ଡୁଙ୍କର ଗୋଟେ ଦିନ ଇଚ୍ଛା ହେଇଛି ମାଦ୍ରୀ ଦେଖିକିରି, ତାପରେ ସେ ସଂଯୋଗ ହେଇଛି, ମୃତ୍ୟୁ ହେଇଛି। ସେତେବେଳେ ସେ ପିଲା ଟିକେ ବଡ଼ ବଡ଼ ହେଇଗଲାଣି। ଯୁଧିଷ୍ଠିର ସବୁଠୁ ବଡ଼ ଥିଲେ, ଆଉ ଭୀମ ଦୁର୍ଯ୍ୟୋଧନ ଏକା ବୟସର। ତାପରେ ଆସିଲା ଅର୍ଜୁନ କୃଷ୍ଣ ଏ ଏକା ବୟସର, ଦେଖିବାକୁ ଏକା ଭଳିଆ ପ୍ରାୟ। ଆଉ ନକୁଳ ସହଦେବ ଥିଲେ। ମାଦ୍ରୀ ସତୀ କଥାଟାକୁ ପାଳନ କଲେ, କହିଲେ ମୁଁ ତାଙ୍କ ଅଗ୍ନିରେ ଦାଂଶ ଦେବି। ଏଇଠି ତାଙ୍କ ଦ୍ୱନ୍ଦ୍ୱ ଲାଗିଥିଲା କୁନ୍ତୀଙ୍କର ମାଦ୍ରୀଙ୍କର। ମାଦ୍ରୀ କହିଲେ ଦେଖ ଭଉଣୀ, ତମେକୁ ମୁଁ ହାତ ଧରିକି ଗୋଡ଼ ଧରିକି ଅନୁରୋଧ କରୁଛି, ତମ ପିଲା ଦାୟିତ୍ୱ ନିଅ, ଆଉ ମୁଁ ଚାଲିଲି। ମୋତେ ଆଉ ମୋ ସକାଶେ ପଣ୍ଡୁ ମଲେ, ତେଣୁ ମୁଁ ଯିବାରି। ତେଣୁ ସିଏ ମଧ୍ୟ ସେ ଚିତାଗ୍ନିରେ ନିଜକୁ ଦାହ କରିଦେଇଛନ୍ତି, ସତୀ ଦାହ କରିଦେଇଛନ୍ତି। ସେତେବେଳେ ସତୀ ଦାହ ବାଧ୍ୟତା ନଥିଲା, ମନେ ରଖିଥାନ୍ତୁ, ସ୍ୱଇଚ୍ଛାରେ ଦାହ ହେଉଥିଲେ। ଯେମିତିକା ଇନ୍ଦ୍ରଜିତ ମଲାବେଳକୁ, ମେଘନାଦ ମଲାବେଳକୁ ତା ସ୍ତ୍ରୀ ନିଜେ ସେ ଯାଇକରି ସତୀଦାହ ହେଇଯାଇଛି ମେଘନାଦ ଚିତାରେ। ସେମିତି ଏଠି ପଣ୍ଡୁଙ୍କ ଚିତାରେ ନିଜେ ମାଦ୍ରୀ ସ୍ୱଇଚ୍ଛାରେ ନିଜେ ହେଇଛନ୍ତି। କିନ୍ତୁ ଏଠି ସତୀଦାହ ପ୍ରଥା ନଥିଲା। ଯଦି ପ୍ରଥା ଥାନ୍ତା ତାହେଲେ କୁନ୍ତୀ ମଧ୍ୟ ସେଠି ବଳି ପଡ଼ିଥାନ୍ତେ। କୁନ୍ତୀ ବଳି ପଡ଼ିନାହାନ୍ତି। ତେଣୁ କୁନ୍ତୀ ତାଙ୍କୁ ଦାୟିତ୍ୱ ନେଲେ ଏବଂ ନିଜ ପିଲାଠୁ ବଳିକରି ସେ ସାନ ପିଲାକୁ ଗେଲ ବସର କରିଦେଲେ ଯେ ସେ ଯୋଡ଼ା ହାତରେ କିଛି ହେଲାନି। ତାଙ୍କ ଦାୟିତ୍ୱ ତିନି ଭାଇ ନେଲେ, ଯୁଧିଷ୍ଠିର, ଭୀମ, ଅର୍ଜୁନ। ଏଇଗଲା କଥା। ତେଣୁ ସେଥିପାଇଁ ସିଏ ଦ୍ରୋଣାଚାର୍ଯ୍ୟକୁ ଯାଇକି ତାକୁ ଭଡ଼କେଇଲା। ଏଇଠି ଗୋଟେ ଜିନିଷ ସେ ଚିନ୍ତା କଲା, ସେ କହିଲା ଯେ କାଳେ ଗୁରୁ ଦ୍ରୋଣାଚାର୍ଯ୍ୟ କିଛି କହିବେ କି, ମାନେ ସନ୍ଧିର ବାର୍ତ୍ତା। ତତ୍କ୍ଷଣାତ୍ ସେ ଆରମ୍ଭ କରୁଛି ଯେ ଅସ୍ମାକମ୍, ଆମ ପକ୍ଷରେ ମଧ୍ୟ, ଅସ୍ମାକମ୍ ତୁ ମାନେ ମଧ୍ୟ, ବିଶିଷ୍ଟା। ଏଇ ଦେଖ, ଏଟା ବିଶିଷ୍ଟା ମାନେ ବିଶିଷ୍ଟା, ଏଟା ବାର୍ତ୍ତା ବିଶିଷ୍ଟା ବିସର୍ଗ। ଏ ବିସର୍ଗ ସାଧାରଣତଃ ଭାବରେ ଏଥର ଲାଗେନି। କାହିଁକି ଲାଗେନି? ଏଇଟା କବିତା ଆକାରରେ ଲେଖା ହେଇଛି। କାବ୍ୟ, ପୁରାଣ ଏସବୁ ଯାହା ସରିଛି ଆମ କବିତା ଆକାରରେ। କବିତା ଅର୍ଥ ହେଲା ଯେ ଅନେକ ଭାବକୁ ଅଳ୍ପ ଶବ୍ଦର ବିନିମୟରେ ଆମେ ବ୍ୟକ୍ତ କରିବା। ସେଥିପାଇଁ ଏ ଗୋଟେ ବାକ୍ୟରେ ଶହେ ଅର୍ଥ ବାହାରିବ। ତେଣୁ କବିତା ଲେଖିଲା ବେଳକୁ ଆମ କେତୋଟି ଜାଗାରେ ବିସର୍ଗ ନଥାଏ। ଯେମିତି ଆମେ କହୁ ସେଇ ଟାଇପ୍ର ଏଠି ବିସର୍ଗ ନାହିଁ। ତେଣୁ ବିଶିଷ୍ଟା ଏଠି କିନ୍ତୁ ଲେଖା ହେଇଛି ବିଶିଷ୍ଟା। ତେଣୁ ବିଶିଷ୍ଟା ଯେ ମାନେ ଯେଉଁ ଆମମାନଙ୍କ ମଧ୍ୟରେ, ଆମ ପକ୍ଷରେ ମଧ୍ୟ ବି ଯେଉଁ ତାନ୍ ଯୁକ୍ତ ନିବୋଧ ତାନ୍ୟବୋଧ
ତାନ୍ ଯୁତ ନିବୋଧ ଦ୍ୱିଜୋତ୍ତମ। ତେଣୁ ଆମମାନଙ୍କ ମଧ୍ୟରେ ବି ମାନେ ଆମମାନଙ୍କ ମଧ୍ୟରେ ବିଶିଷ୍ଟ ବିଶିଷ୍ଟ ଯୋଦ୍ଧା ବି ଅଛନ୍ତି। ତାନି ବୋଧ ଦ୍ୱିଜୋତ୍ତମ ତାମାନେ ସେମାନଙ୍କୁ ନିବୋଧ। ଏଠି ଗୋଟେ ଜିନିଷ ଦେଖନ୍ତୁ, ଗୀତାର ତୃତୀୟ ଶ୍ଲୋକ କହିଲା ପଶ୍ୟତାଂ, ଦେଖନ୍ତୁ। ଏଠି ସେଇ ପଶ୍ୟତାଂ ପରିବର୍ତ୍ତେ ଏଠି କହିଛି ନିବୋଧ। ସେ କହିପାରିଥାନ୍ତା ଦ୍ରୋଣାଚାର୍ଯ୍ୟକୁ ଯେ ପଶ୍ୟନ୍ତୁ, ନା ଦ୍ରୋଣାଚାର୍ଯ୍ୟ ସମ୍ମୁଖରେ ଠିଆ ହେଇଛନ୍ତି, ପାଣ୍ଡବକୁ ଦେଖୁଛନ୍ତି, ତାଙ୍କର ଯେଉଁ ସୈନ୍ୟ ସବୁ ଅଛନ୍ତି ପଛପଟେ। ତେଣୁ ସେଠି ଆଉ ବୀରର ଜାତକ ନେଇ ପଛକୁ ବୁଲି ଦେଖିବା, ପଛକୁ ଘୁଞ୍ଚିବା। ତେଣୁ ଏଇ ଯେଉଁ ଏଇଟା ଗୋଟେ ଅମଳ ସୂଚକ ହୁଏ। ସେଥିପାଇଁ ସିଏ କହିଲା ଯେ ନିବୋଧ ଅର୍ଥାତ୍ ଧ୍ୟାନ ଦିଅନ୍ତୁ, ଜାଣି ରଖନ୍ତୁ। ଏବଂ ଆପଣ ଜାଣିଛନ୍ତି ସେମାନେ ଅଲରେଡ଼ି ତମେ ଆପଣ ଧ୍ୟାନ ଦିଅନ୍ତୁ। ତାନ୍ ନିବୋଧ, ସେମାନଙ୍କୁ ପ୍ରତି ଜାଣନ୍ତୁ ବା ଧ୍ୟାନ ଦିଅନ୍ତୁ। କେଉଁମାନେ ଅଛନ୍ତି? ନାୟକା, ନାୟିକା ମାନେ ନାୟକାହା, ନାୟକ ମାନେ ନାୟକ ମାନେ ହିରୋ। ନାୟକର ଇଂଲିଶ ହେଉଛି ହିରୋ। ତ ମୁଖ୍ୟ ମୁଖ୍ୟ ସବୁ ଅଛନ୍ତି। ମମ ମାନେ ମୋର, ସୈନ୍ୟସ୍ୟ ମୋ ସୈନ୍ୟ ଭିତରେ ସଂଜ୍ଞାର୍ଥଂ। এই ସଂଜ୍ଞା ଶବ୍ଦଟା ସାଧାରଣତଃ ବ୍ୟବହାର କରାଯାଏ ଜାଣିବା ପାଇଁ ବା ସ୍ମରଣ କରିବା ପାଇଁ। ଯଦିବା ତୁମେ ସବୁ ଜାଣିଛ, ତଥାପି ମୁଁ ଆଉ ଥରେ ତୁମକୁ ସ୍ମରଣ କରିଦେଉଛି। ଏଇଟା ଅବଶ୍ୟ ରଜା ଦୃଷ୍ଟିରୁ ଠିକ୍ ଅଛି। କାରଣ ସେ କୂଟନୀତିରେ ତ ପାରଙ୍ଗମ। ସଂଜ୍ଞାର୍ଥଂ ତାନ୍ ଅବ୍ରବୀତ୍, ତାନ୍ ବ୍ରବୀମିତେ। ତାନ୍ ମାନେ ତାନ୍ ସେମାନଙ୍କୁ, ତାନ୍ ବ୍ରବୀମିତେ ମାନେ ତାକୁ ସଂକ୍ଷେପ, ସେମାନେ ବିଷୟରେ ସଂକ୍ଷେପରେ ମୁଁ କହୁଛି। ତେଣୁ ସେମାନେ ସଂକ୍ଷେପରେ ଯେଉଁ କୁହାଯାଏ ସେ ବ୍ରବୀମିତେ, କହିବି, ମୁଁ ସଂକ୍ଷେପରେ କହିବି। ତେମାନେ ଆପଣଙ୍କୁ, ଏଠି ତେମାନେ ଆପଣଙ୍କୁ ଭବାନ, ତେଣୁ ଆପଣଙ୍କୁ ସଂକ୍ଷେପରେ କହିବି। ସେ ମନେ ମନେ ଯାହା ହେଇଥିବ ଆପଣ ଚିନ୍ତା କରୁଥିବେ। ରଣଭୂମିରେ ଦ୍ରୋଣାଚାର୍ଯ୍ୟ ଚୁପଚାପ ଠିଆଇଛନ୍ତି ଆଗକୁ ଯାଇକରି, ତାଡ଼ିକି ହନୁନାହାନ୍ତି। ସେ ଯା ନା ଯଦି ସେ ତାଡ଼ିକି ହନୁମାନ ନ ଦେଖିଲା, ସେ ବାଧ୍ୟ ହୋଇକି ଏଇଟା କହିଲା। ତଥାପି ମଧ୍ୟ ଦ୍ରୋଣାଚାର୍ଯ୍ୟ ହନୁନାହାନ୍ତି। ପ୍ରଥମ ଡାକିଲା ଟିକେ ହନେଇ ଦେଲେ, ଚୁପଚାପ ତାଙ୍କ ଆଗକୁ ଉଠାଇ ଠିଆ ହେଲେ। ତାପରେ ସେ ଆରମ୍ଭ କରୁଛି ଆମର ଅଷ୍ଟମ ଶ୍ଲୋକକୁ ପଳେଇ ଆସିବା। ସେଠି ପଶ୍ଚାତାପ କହିଲା, ଏଠି ନିବୋଧ କହିଲା। ତାପରେ ନିଜ ସୈନ୍ୟମାନଙ୍କୁ ସେ କହୁଛି, କ'ଣ କହୁଛି? ଭବାନ ମାନେ ଆଗ ଟେକିଲା ସେ ଆପଣଙ୍କୁ, ଆପଣ ଅଛନ୍ତି ନିଜେ ଗୋଟେ ପ୍ରଥମ। ଭବାନ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୁରୁପଶ୍ଚ ସମିତିଞ୍ଜୟ, ମାନେ ଆପଣ ଅଛନ୍ତି, ଭୀଷ୍ମ ଅଛନ୍ତି, କର୍ଣ୍ଣଶ୍ଚ। ଏଠି ଗୋଟେ ଜିନିଷ ଦେଖନ୍ତୁ, ତାର ଆକ୍ଚୁଆଲି କର୍ଣ୍ଣର ବାହୁବଳରେ ସେ ଠିଆ ହେଇଛି। କାରଣ ଭୀଷ୍ମ ଉପରେ ତାଙ୍କ ଭରସା ନାହିଁ, ସେ ମାରିବେନି ପାଣ୍ଡବକୁ। ଦ୍ରୋଣଙ୍କ ଉପରେ ତାଙ୍କ ଭରସା ନାହିଁ, କାରଣ ଦ୍ରୋଣମାନଙ୍କ ପ୍ରିୟ ହେଲେ ସେମାନେ। ତେଣୁ ସେଥିପାଇଁ ସେ କହୁଛି ଯେ ଆପଣ ସୈନ୍ୟମାନଙ୍କୁ ଦେଖିକରି ଯେଉଁ ଆପଣ ଯଦି ଖୁସି ହେଉଥାନ୍ତି, ତାହେଲେ ଆପଣ ଯେଉଁ ଆମର ଶତ୍ରୁମାନେ ଯେ ଆପଣ ଶିଷ୍ୟ ନା, ତାର ଯୋଗ୍ୟତା ଦେଖି ଆପଣ ଖୁସି ହେଉଥିବେ, ତାହେଲେ ଖୁସି ହୁଅନ୍ତୁନି। କାରଣ ଆମ ବର୍ତ୍ତମାନ ଯେଉଁମାନେ ଅଛନ୍ତି, ଆପଣ ଟିକେ ଦେଖନ୍ତୁ, ଆପଣଙ୍କର ଶିଷ୍ୟମାନେ ମଧ୍ୟ ଆମ ପଟେ ଅଛନ୍ତି ପଛପଟେ। ତେଣୁ ତା ପ୍ରତି ବି ଧ୍ୟାନ ଦିଅନ୍ତୁ। ତେଣୁ ଭୀଷ୍ମ ଆପଣ ଏବଂ ଭୀଷ୍ମଶ୍ଚ ମାନେ ଆପଣ ଭୀଷ୍ମ ଦୁଇ ଜଣ ବି ଏନାଫ୍, ମାନେ ସଫିସିଏଣ୍ଟ। ସିଏ ହେଲେ ଇଚ୍ଛାମୃତଧାରୀ ଏବଂ ମହାଯୋଦ୍ଧା। ସେ ସମୟରେ ତାଙ୍କ ସାଙ୍ଗରେ ତ ଗନ୍ଧର୍ବ କିନ୍ନର ପାରିବେନି, ଦେବତାମାନେ ପାରିବେନି, ଆଉ ଇଏ ସାଧାରଣ ମଣିଷ କ'ଣ ପାରିବେ? ଆଉ ଦ୍ରୋଣାଚାର୍ଯ୍ୟ କିଛି କମ୍ ନୁହେଁ। ଏଇଠି କହିସାନ ଦେଲା, ତା ପାଟିରୁ ସ୍ଲିପ୍ କରିଗଲା। ଯଦିଓ କର୍ଣ୍ଣ ଭୂମିରେ ନାହିଁ, ସେ ଅଛି ତମ୍ବୁରେ, କାରଣ ସେ ଆସିବନି। ଗୁରୁ ପିତାମହ ଭୀଷ୍ମ ଥିଲାବେଳେ ସେ କହିଦେଲା କର୍ଣ୍ଣଶ୍ଚ, କର୍ଣ୍ଣ କହିଦେଲା, କାରଣ ସେ ଜାଣିଛି କର୍ଣ୍ଣ ତ ଭରସା ଅଛି। ଏଠି କହିଦେଲା ପରେ କୁରୁପଶ୍ଚ ମାନେ କୃପାଚାର୍ଯ୍ୟ ଅଛନ୍ତି। କୃପା ମାନେ ଯଦି ରାଗିଗଲେ ସରିଗଲା କଥା। କୃପା ଆଉ ତାଙ୍କ ଭଉଣୀ ହେଲା କୃପୀ। କୃପୀକୁ ବିବାହ କରିଥିଲେ ଦ୍ରୋଣାଚାର୍ଯ୍ୟ। ସେଥିପାଇଁ ଇଏ ଶଳା ଭଣୀ, ଶଳା ହେଉଛି କୃପାଚାର୍ଯ୍ୟ। କୃପାଚାର୍ଯ୍ୟ ପ୍ରଥମେ ପାଣ୍ଡବମାନଙ୍କୁ ଶିଖାଉଥିଲେ, ପଛରେ ଦ୍ରୋଣାଚାର୍ଯ୍ୟ ଆସିକି ତାଙ୍କୁ ଶସ୍ତ୍ରବିଦ୍ୟା ଶିଖେଇଲେ। କୃପାଚାର୍ଯ୍ୟ ଶସ୍ତ୍ର ସହିତ ଶାସ୍ତ୍ର ବି ପଢ଼ାଉଥିଲେ ଛୋଟ ପିଲାଙ୍କୁ, ମାନେ ପଞ୍ଚୁ ପାଣ୍ଡବ, ଏ 100 ଭାଇ ସମସ୍ତଙ୍କୁ। ତେଣୁ ସିଏ କାଳେ କୃପାଚାର୍ଯ୍ୟ ଖରାପ ହେଇବେ, କାଳେ ମୋ ଆଗରୁ କ'ଣ ଆଗ କର୍ଣ୍ଣକୁ ନାଁ କଲା, ସେ ଏତେ ଚାଲା। ହଠାତ୍ ସେ କହିଲା କୃପଶ୍ଚ ସମିତିଞ୍ଜୟ,
ସମିତିଞ୍ଜୟ ଥାଏ ଯେ ସଂଗ୍ରାମ ବିଜୟୀ ତେଣୁ ତାକୁ ଟିକେ ଆଟେକି ଦେଲା କୃପାଚାର୍ଯ୍ୟଙ୍କୁ। ସଂଗ୍ରାମ ବିଜୟୀ ଏଠି ଆଡ଼ଜେକ୍ଟିଭ୍ ମାନେ ବିଶେଷଣଟା ଲାଗିଲା କାହା ପାଇଁ? କୃପାଚାର୍ଯ୍ୟ ପାଇଁ। ଅଶ୍ୱତ୍ଥାମା ହେଉଛି ଦ୍ରୋଣାଚାର୍ଯ୍ୟଙ୍କର ପୁଅ। ସିଏ ବି ଛୋଟ ଯୋଦ୍ଧା ନୁହେଁ, ସେ ରୁଦ୍ରବଂଶୀ ସିଏ, ଏବଂ ତାକୁ ମଧ୍ୟ ଇଚ୍ଛାମୃତ୍ୟୁ ତ ନାହିଁ, ଅମର ବର ଦେଇଛନ୍ତି ନିଜେ ଦ୍ରୋଣାଚାର୍ଯ୍ୟ। ଅମର ବର ପରିଣାମ ଯାହା ହେଉଛି ଆପଣ ଦେଖୁଛନ୍ତି। ଅଶ୍ୱତ୍ଥାମା ବିକର୍ଣ୍ଣଚ, ତାପରେ ସେ ଚିନ୍ତା କରୁଛି ତାଙ୍କ ପୁଅ କହିଲି, ତଥାପି ଦ୍ରୋଣାଚାର୍ଯ୍ୟ ତାଙ୍କୁ ବୁଲିକି ଦେଖୁନାହାନ୍ତି। ତାପରେ ସେ କହିଲା ଯେ ଧର୍ମବାନ ଲୋକ ଆଣିଲା, କହିଲା କି ନା ଯୋଦ୍ଧା କହିଦେଲି, ଧାର୍ମିକ ଲୋକ ବି ଆମ ପଟେ ଅଛନ୍ତି। କିଏ ସେ? ନା ବିକର୍ଣ୍ଣ। ଆଉ କିଏ ଅଛି? ସୌମଦତ୍ତୀ ତଥୈବଚ। ସୌମଦତ୍ତୀ ମାନେ ସୌମଦତ୍ତଙ୍କର ପୁତ୍ର। ସୌମଦତ୍ତଙ୍କ ଭଳି ତାଙ୍କ ପୁଅ ଭୂରିଶ୍ରବା ସମତଳ ଯୋଦ୍ଧା ଥିବାରୁ ତା ନା ସୌମଦତ୍ତୀ କୁହାଗଲା। ପଣ୍ଡୁ ଯେଉଁଭଳି ଯୋଦ୍ଧା ଥିଲେ ସେଇଭଳିଆ ଯୋଦ୍ଧା ମାନେ ଥିବାରୁ ତାଙ୍କୁ ପାଣ୍ଡବ କୁହାଗଲା, ସେମିତି ଆଙ୍କୁ କୁହାଗଲା ସୌମଦତ୍ତୀ, ମାନେ ସୌମଦତ୍ତଙ୍କ ଭଳି ତୁମେ ପରାକ୍ରମୀ। କିଏ ସେ? ଭୂରିଶ୍ରବା। ଆଚ୍ଛା, ଭୂରିଶ୍ରବା କିଏ ସେ ଯଦି ଦେଖାଯିବ ତାହେଲେ ପଦ୍ମପୁରାଣର ସୃଷ୍ଟିକ୍ରମରେ 81 ଅଧ୍ୟାୟର 7ମ ଶ୍ଲୋକରେ କହିଲା ଅଶ୍ୱତ୍ଥାମା ବଳିର୍ବ୍ୟାସ ହନୁମାନଶ୍ଚ ବିଭୀଷଣଃ କୁରୁପଃ ପରଶୁରାମଶ୍ଚ ସପ୍ତୈତେ ଚିରଞ୍ଜୀବିନଃ। ଏ 7ଟା ଯାକ ଚିରଞ୍ଜୀବୀ। ତାପରେ ପୁଣି କହୁଛି ତା ନେକ୍ସଟ ଶ୍ଲୋକରେ ସପ୍ତୈତାନ୍ ସ୍ମରନ୍ ନିତ୍ୟଂ ମାର୍କଣ୍ଡେୟ ତଥା ଅଷ୍ଟକମ୍। ମାର୍କଣ୍ଡେୟ ଆଉ ମିଶିକିରି 8 ହେଲେ, 8ଟା ଚିରଞ୍ଜୀବୀ। ସପ୍ତମ ମାର୍କଣ୍ଡ ତା ପରବର୍ତ୍ତୀ ଶ୍ଲୋକରେ କହୁଛି ପଦ୍ମପୁରାଣରେ। ତେଣୁ ଏଇ ଯେଉଁ 8 ଚିରଞ୍ଜୀବୀ ଭିତରେ କୃପାଚାର୍ଯ୍ୟ ଅଛନ୍ତି। ସେଥିପାଇଁ କୃପାଚାର୍ଯ୍ୟ ମାନେ ସଂଗ୍ରାମ ଜୟୀ ଏବଂ ମୃତ୍ୟୁଞ୍ଜୟୀ। ସେ ତାଙ୍କ ସମସ୍ତଙ୍କର ୱିକ୍ ପଏଣ୍ଟଟା ସେ ଜାଣିଛି, ଭଲ ଆଉ ମନ୍ଦ ଉଭୟ। ଆଚ୍ଛା, ବର୍ତ୍ତମାନ ଆମେ ଯିବା ବିକର୍ଣ୍ଣକୁ କାହିଁକି ସେ ଆଣିଲା। ବିକର୍ଣ୍ଣ ତ ଧର୍ମକୁ ଆସିଲା, କହିଲା ଆରେ ମୁଁ ତ ସେ ଏମିତି ବି 7ଟା ଯୋଦ୍ଧାର ନାଁ ନେଇଗଲା, ଆପଣ ମାନେ ଦ୍ରୋଣାଚାର୍ଯ୍ୟ, ଭୀଷ୍ମ, ତାପରେ କର୍ଣ୍ଣ, କୃପାଚାର୍ଯ୍ୟ, ଅଶ୍ୱତ୍ଥାମା, ତାପରେ ଅଶ୍ୱତ୍ଥାମା, ବିକର୍ଣ୍ଣ, ତାପରେ ବିକର୍ଣ୍ଣ ଆସିଲା, ବିକର୍ଣ୍ଣ, ସୌମଦତ୍ତୀ ମାନେ ଭୂରିଶ୍ରବା। ଆଚ୍ଛା, ଏଇ 7ଟା ନେଲେ ତା ନିଜ ଯୋଡ଼ା ଯାକ ନାଁ ଦୁର୍ଯ୍ୟୋଧନ ଆଉ ଦୁଃଶାସନ ନାଁ ନେଲାନି। ତେଣୁ ସେଠି 8ଟା ନାଁ ନେଇଥିଲା, ଏଠି 9 ଜଣ ଭାଗରୁ ଯୋଡ଼ି ନାଁ ନ ନେଇକି 7 ଜଣ ଛାଡ଼ିଦେଲା। ସେ କ'ଣ କହୁଛି ସେଥିରେ? ଏ ଯେଉଁ ବିକର୍ଣ୍ଣ, ଆପଣ ଭାବନ୍ତୁନି ଯେ ଧର୍ମାତ୍ମା ଆମ ପାଖରେ ନାଇଁ ବୋଲିକା, ଧର୍ମାତ୍ମା ଆମ ପାଖରେ ଅଛନ୍ତି। ବିକର୍ଣ୍ଣ ତାଙ୍କ 100 ଭାଇ ଭିତରୁ ଗୋଟେ। ଯେତେବେଳେ ବସ୍ତ୍ର ହରଣ ହେଲା ସେତେବେଳେ ଗୋଟିଏ ମାତ୍ର ତାଙ୍କର ପୁଅ ବିକର୍ଣ୍ଣ ଉଠିକି ସ୍ପଷ୍ଟ ଭାବରେ କହିଥିଲା, ବିଦୁର ଯେମିତି କହିଲା, ବିଦୁର ତା ବଡ଼ ସେ କହିଲା, ବିଦୁର ସେ ସିଧା ଉଠିକି କହିଲା ଯେ ଭାଉଜଙ୍କୁ ଏଇଭଳି ଯେଉଁ ଅପମାନ କରାଯାଉଛି ଏଇଟା ପୁରା ଅନ୍ୟାୟ ବିଚାର। ଆପଣ ସ୍ୱର ଉତ୍ତୋଳନ କରୁନାହାନ୍ତି କାହିଁକି? ଆକୁ ରଖୁନାହାନ୍ତି କାହିଁକି? ଏ ଜିନିଷ ଠିକ୍ ନୁହେଁ। ଏଠି ଆମେ ଜୟ କରୁନାହୁଁ, କାରଣ ଗୋଟେ ନାରୀକି ଜୟ କରାଯାଏନି ଏଭଳି। ଏଇ ସ୍ୱର ଯଦି କାଳେ ଥାଏ ତାହେଲେ ବିକର୍ଣ୍ଣର ସେତିକି ନୁହଁ, ତାକୁ ଦୁର୍ଯ୍ୟୋଧନ ମାରିବା ବାହାରିଲା ସେଇ ସଭା ଭିତରେ, କହିଲା ନା ମୁଁ ଏ ଦୃଶ୍ୟ ଦେଖିବି ନାହିଁ, କହି ବିକର୍ଣ୍ଣ ସେଇ ସ୍ଥାନ ଛାଡ଼ି ପଳେଇଛି। ତେଣୁ ବିକର୍ଣ୍ଣ ସଦା ଧର୍ମର ସପକ୍ଷରେ ଥାଏ। ଗୋଟେ ଭାଇ ତା ଧର୍ମ ସପକ୍ଷରେ ଥାଏ, ସେଥିପାଇଁ ସେ ବିକର୍ଣ୍ଣ ନାଁ ଉଠୁଛି। ଏବଂ ସେ ବି ଯୋଦ୍ଧା ଥିଲା, ଗଦା ଯୁଦ୍ଧରେ ଭୀମ ହାତରେ ମରିଗଲା ଅବଶ୍ୟ, ଯାହା ବି ହଉ ବିକର୍ଣ୍ଣ। ତାପରେ ସେ ସୌମଦତ୍ତୀ କିଏ ଦେଖନ୍ତୁ, ପିତାମହ ମାନେ ତାଙ୍କର ପିତାମହ କିଏ? ଶାନ୍ତାନୁଙ୍କର ଭାଇ ଗୋଟେ ଥିଲେ ବାଲିକଙ୍କର ପୁଅ ହେଲେ ସୋମଦତ୍ତଙ୍କ ପୁଅ ହେଉଛି ଭୂରିଶ୍ରବା। ତେଣୁ ଭୂରିଶ୍ରବା ତ ସମସ୍ତେ ଜାଣିଛନ୍ତି କେତେ ଯାଜ୍ଞ କରିଛନ୍ତି, ସେ ଗୋଟେ ଜଣେ ବିଶିଷ୍ଟ ଋଷି। ତେଣୁ ସିଏ ବି ଶାସ୍ତ୍ର ଯୋଡ଼ା ଯାକରେ ପ୍ରବୀଣ। ତେଣୁ ଆମ ଭିତରେ ବି ଧାର୍ମିକ ରାଜା ଅଛନ୍ତି ଯୁଦ୍ଧରେ, ଆହୁରି ବହୁତ ରାଜା ଥିଲେ। ତେଣୁ ଦେଖିଲା ସେ କିଛି ତ ଶୁଣୁନାହାନ୍ତି, ଅନ୍ୟସରେ ଏତେ ନାଁ ନେଲା ସମୟ ନଷ୍ଟ ହେଉଛି। ତେଣୁ ସେ କ'ଣ କହୁଛି ନା ସମସ୍ତେ ଏକାଠି କରିକି ଗୋଟେ କଥା କହିଛି। କ'ଣ କହିଛି? ଅନ୍ୟେଚ ବହବଃ ଶୂରା, ଆହୁରି ବହୁତ ମଧ୍ୟ ବୀରମାନେ ଅଛନ୍ତି, ଶୂରବୀରମାନେ ଅଛନ୍ତି। ମଦ୍ୟର୍ଥେ ତ୍ୟକ୍ତ ଜୀବିତା, ମୋ ପାଇଁ ନିଜ ଜୀବନକୁ ତ୍ୟାଗ କରିବା ଭଳିଆ ଯୋଦ୍ଧା ଆହୁରି ବହୁତ ଅଛନ୍ତି। ନାନା ଶସ୍ତ୍ର ପ୍ରହାରଣା ସର୍ବେ ଯୁଦ୍ଧ ବିଶାରଦା, ନାନା ଶସ୍ତ୍ର ପ୍ରହାଣ କରିବା, ବିଭିନ୍ନ ପ୍ରକାର ଶସ୍ତ୍ରଶାସ୍ତ୍ର ବିଷୟରେ ତାଙ୍କର ଜ୍ଞାନ ଅଛି। ସେ ଶସ୍ତ୍ର ବିଷୟରେ ତାଙ୍କର ଯୁଦ୍ଧ କୌଶଳ ବି ଜଣା ଅଛି। ତାହେଲେ ଯଦି ଆମେ ସେମିତି ନେବା ସାଧାରଣ ଦେଖିବାକୁ,
ଶଲ୍ୟ ଥିଲା। ଶଲ୍ୟ ତ ସହଦେବର ମାମୁଁ ନା, ସେ ବି ଭଲ ଯୋଦ୍ଧା ଥିଲା ନା। ତାପରେ କୃତବର୍ମା ଥିଲା, ସେ ବି ବଞ୍ଚିଛି ଲାଷ୍ଟକୁ ଯୁଦ୍ଧ ପରେ। ତାପରେ ଜୟଦ୍ରଥ ଥିଲା, ଯିଏ ରୋକିଦେଲା 4 ପାଣ୍ଡବକୁ ହରେଇକିରି। ଅର୍ଜୁନ ତ ପଳେଇଛି, ତାପରେ ଅଭିମନ୍ୟୁ ତାକୁ ଜିତିକି ପଳେଇଲା, କିନ୍ତୁ 4 ପାଣ୍ଡବକୁ ହରେଇ ରଖିଦେଲା ଜୟଦ୍ରଥ। ଏଇ ଜୟଦ୍ରଥ ବଡ଼ ବଦମାସ। ସେ ବଣରେ ଦେଖିକିରି ଦ୍ରୌପଦୀକି ରେପ୍ କରିବାକୁ ବାହାରିଥିଲା। ତାର ବଳାତ୍କାର ଦ୍ରୌପଦୀକି। ସେ ନଣନ୍ଦର ସ୍ୱାମୀ, ତଥାପି ଦ୍ରୌପଦୀ ପାଟି ଶୁଣିକିରି ଶୁଣିକି ଯାହା ହଉ ସେ କୌଣସି ପ୍ରକାର ଭୀମ ଆଉ ଅର୍ଜୁନ ଆସିକି ପହଞ୍ଚିଲେ। ଆଉ ଭୀମ ତାକୁ ତ ଧରିକିରି ମାଡ଼େଇ ଦେଲା, ତାକୁ ଟେକିକି ନେଇକିରି ଭାଇ ଭାଇ ଥୋଇଦେଲା। ଭାଇ କହିଲେ କ'ଣ କରିବା, ଏଇ ଦୁଶୀଳାକୁ ବାହାଇଛି, ଦୁର୍ଯ୍ୟୋଧନ ଭଉଣୀ ଦୁଶୀଳା, ଦୁଶୀଳା ବାହା ହେଇଛି, ଆମେ ଯଦି ଏଠାକୁ ମାରିଦେବା ତାହେଲେ ଭଉଣୀଟା ବିଚାରା ଆସି ଯାହା ତା ଭଉଣୀ ହେଲେ ବି ଆମ ଭଉଣୀ ନା, ସେ ବିଧବା ହେଇଯିବ। ତାଙ୍କୁ ଗୋଟେ ପରିବା ତାକୁ ନଣ୍ଡା କରିଦେଲେ, 3ଟା ଶିଖ ଚୁଟି ରଖିଦେଇକି ତାକୁ ଛାଡ଼ିଦେଲେ, ତ୍ରିଶାଖା କରିକି ଛାଡ଼ିଦେଲେ, 3ଟା ଶିଖା ସବୁ ଛାଡ଼ିଦେଲେ। ଅପମାନରେ ସେ ଯାଇକରି ତପସ୍ୟା କରିକିରି ଶିବଙ୍କଠୁ ବର ମାଗିକି ଆଣିଥିଲା ଯେ ମୁଁ ପାଣ୍ଡବମାନଙ୍କୁ ହରେଇବି। କିନ୍ତୁ ଶିବ କହିଲେ ନା, ଅସମ୍ଭବ, କାହିଁକିନା ମୁଁ ଅର୍ଜୁନକୁ ଅଲରେଡ଼ି ପାଶୁପତ ଅସ୍ତ୍ର ଦେଇସାରିଛି, ଅର୍ଜୁନକୁ ବର ଦେଇସାରିଛି ଯେ ତାକୁ କେହି ହରେଇ ପାରିବେ ନାହିଁ, ତେଣୁ ଅସମ୍ଭବ। ତୁ ଅର୍ଜୁନ ଛାଡ଼ିକି ଯାହାକୁ କହ, ତାହେଲେ 4 ପାଣ୍ଡବ ହରେଇବି ନା, ହଁ 4 ପାଣ୍ଡବ ହରେଇବୁ। ଏଇଠି ହେଲା। ତେଣୁ ଜୟଦ୍ରଥ ନାଁ ସେ ନେଇନି, ଅବଶ୍ୟ ତାର କାରଣ ଅଛି, କାରଣ ଜୟଦ୍ରଥର ପାଖରେ ଏଇ ଗ୍ୱାଲିଟା ଅଛି, ସେଇଟା ଗୁପ୍ତ ଥାଉ, ପଛରେ ଦରକାର ବେଳେ ବାହାରିବ। ସେ ଯେଉଁଟାକି ବାହାରିଲା ଚକ୍ରବ୍ୟୂହ ବେଳେ କେହି ଜାଣିପାରିଲେନି ନା, ଏମାନେ କେମିତି ହାରିଲେ। ଜୟଦ୍ରଥ ତ ଭୀମ ତ ଧରିଲେ ମୋଡ଼ି ମାଡ଼ି ଭେଙ୍ଗିଦେବ, ଆଉ ଇଏ ଯୁଧିଷ୍ଠିର, ନକୁଳ, ସହଦେବ ଏ ତ ଅଲଗା କଥା। ଆଉ ଅର୍ଜୁନ ତ ସେ ଘାଉରି ନେଇ ପଡ଼ିଥିଲେ ବାହାରକୁ, ଅର୍ଜୁନ ବି ଯାଇଛି। ଏଇଠି ତ ଅସୁବିଧାଟା ଅସୁବିଧା ହେଇଯାଇଛି। ଯାହା ବି ହେଉ, କିନ୍ତୁ ସେ ଜୟଦ୍ରଥ ନାଁ ନ ନେଇକି ତା ଗୁପ୍ତ ରଖିକିରି କହୁଛି। ତେଣୁ ଏଠି ଯଦି ଆମେ ଦେଖିବା ଯେ ଦୁର୍ଯ୍ୟୋଧନ ଡରିଗଲା, ଡରିଯାଇଥାନ୍ତା, ତାହେଲେ ସେ ଏଇସବୁ ଜିନିଷ କହିବାକୁ ଯାଇନଥାନ୍ତା। ପରବର୍ତ୍ତୀ ଶ୍ଲୋକରେ ସେ କ'ଣ କହୁଛି, ସେ ଦେଖୁଛି ଜଣେ ଯେ ଖାତିର କରୁନାହାନ୍ତି, ହନୁନାହାନ୍ତି, କଥାର କିଛି ଭ୍ୟାଲ୍ୟୁ ହିଁ ରହିନାହିଁ। ସେ ବର୍ତ୍ତମାନ ତାପରେ ସେ କ'ଣ କହୁଛି ଆମେ ଆସନ୍ତା ସେସନରେ ରଖିବା। ଏଠି ବର୍ତ୍ତମାନ ଆମେ ଗୋଟେ ଜିନିଷ ଜାଣିବା ଯେ ଦୁର୍ଯ୍ୟୋଧନ ଏଇସବୁ କହିବା ପରେ ତାପରେ ସେ କହୁଛି ଯେ ଭୀମକୁ ସୁରକ୍ଷା କିଏ ଦେଇଛି, ତାଙ୍କ ସୈନ୍ୟମାନେ। କାରଣ ଭୀମ ତ ଯୁଦ୍ଧ ଜଣ ଡେଇଁ ହେଉଛି ନା, ଖାଲି କେମିତି ଦୁର୍ଯ୍ୟୋଧନ ପାଇବି, ତାକୁ ଜଙ୍ଗ ଭାଙ୍ଗିବି, ଆଉ ଦୁଃଶାସନ ପାଇଲେ ତ କିଣିକିନା କରି ତା ହାତ ପାତ ଛିଣ୍ଡି ତା ରକ୍ତ ପିଇ ତା ମୁଣ୍ଡ ମୋଡ଼ିକି ତାକୁ ମାରିବି। ତେଣୁ ସିଏ ଆଉ ସମ୍ଭାଳିବା ଅବସ୍ଥାରେ ନାହିଁ, ତେଣୁ ତାକୁ ସୁରକ୍ଷା ଦିଆଯାଇଛି, ସିଏ ବି ସୁରକ୍ଷା ଦାୟିତ୍ୱରେ ବି ଅଛି। ତେଣୁ ସେଇଭଳି ଭାବରେ ପିତାମହକୁ ଦିଅ। ଆରେ ପିତାମହର କ'ଣ ଦରକାର ସୁରକ୍ଷା, ସେ ଏକା ତ ସିଂହ ପିଲା। ତେଣୁ ଏହି 3ଟି ଶ୍ଲୋକ ଆମେ ବ୍ରିଫଲି ଆଲୋଚନା କଲେ। ତ ଏମିତି ଭାବରେ ଦେଖାଯାଏ ଏଇ 3 ଶ୍ଲୋକ ଭିତରୁ ଆମେ ଆଉ ବିସ୍ତୃତ ଭାବେ ଆଲୋଚନା କରିବା। ଆମେ ଏଠି ଗୋଟେ ଛୋଟିଆ ଜିନିଷଟେ, ଜଣଙ୍କର ଗୋଟେ କୋଶ୍ଚିନ୍ ଆନ୍ସର ଦେଇଦେବା। କୋଶ୍ଚିନ୍ଟା ୟୁକେର ବଳରାମ ଦାସ ଆଉ ସୀମା ଦାସ ତାଙ୍କ ସ୍ତ୍ରୀ, ଏମାନେ ଯଦି ଅଛନ୍ତି ବହୁତ ଭଲ କଥା। ସେମାନେ ଯେଉଁ କହୁଥିଲେ ଗୋଟେ ସିନପସିସ୍ ଦେବା ପାଇଁ, ସେ କହିଥିଲେ ଯେ 1 to 18 ଚାପ୍ଟର ଇନ୍ ବ୍ରିଫ୍, 1 to 18 ଚାପ୍ଟର ଇନ୍ ବ୍ରିଫ୍ରେ ଆମେ ଟିକେ ଡିସ୍କସନ୍ କରିଦେବା, ଗୋଟେ କୋଶ୍ଚିନ୍ କରିଦେବା। ଆଉ ଜଣଙ୍କର ପ୍ରଶ୍ନ ଅଛି ବେଦ ଆଉ ଗୀତା ଭିତରେ ଆପଣ କେଉଁଟା ବେଶୀ ପସନ୍ଦ କରୁଛନ୍ତି। ମୁଁ ତ ଗୀତା ପସନ୍ଦ କରିବି, କହିବି ପଛରେ। ଆଉ ଜଣଙ୍କ କୋଶ୍ଚିନ୍ ଅଛି, ଏମିତି କେତେ ଗୁଡ଼ିଏ କୋଶ୍ଚିନ୍ ଅଛି। ଆଉ ଗୋଟେ ଅଛି କମ୍ପ୍ଲିକେସନ୍ ଅଫ୍ ବେଦାନ୍ତ ଆଣ୍ଡ ଉପନିଷଦ ଆଣ୍ଡ ଦେୟାର ଲିଙ୍କେଜ୍ ଇନ୍ ଇଟ୍ସ ଗୀତା। ଏଇଟା ଗୀତାର ସମ୍ପୂର୍ଣ୍ଣ ଅଧ୍ୟାୟ ସରିଲା ପରେ କରିବି, କାରଣ ବେଦାନ୍ତ ଉପନିଷଦ ଭିତରେ ମୁଁ ହଠାତ୍ ଯଦି ଏନେ ତତ୍ତ୍ୱଜ୍ଞାନ ଆଡ଼ିକି ପଳେଇବି, ହଠାତ୍ ଏନେ ଯଦି ଜୋର ଦେବି ଇଏକୁ, ତାହେଲେ ଭୁଲଭାଲ ହେଇଯିବ। ଯେହେତୁ 5 ମିନିଟ୍ ସମୟ ଅଛି, ବହୁତ ଲେଟ୍ ହେଇଛି, ତଥାପି ଆଉ 5 ମିନିଟ୍ ସମୟ ନେଉଛି। ଖାଲି ଗୋଟେ ବ୍ରିଫ୍ ଆଲୋଚନା କରିବା ଗୀତାର 88 ଅଧ୍ୟାୟ ଉପରେ, ଯେଉଁଟାକୁ ସେ କହିଛନ୍ତି। ଦେଖନ୍ତୁ, ଆସନ୍ତୁ ଭାରି ଏଥରକ ଗୀତାର ରିଅଲ୍ ଥିମ୍କୁ। ଆମର ଏଣ୍ଟାୟାର ଦୁଃଖର କାରଣ ହେଉଛି ମୋହ। ଜନ୍ମରୁ ପିଲା, ମୁଁ ଯେଉଁ କହିଥିଲି ଆଗରୁ ଯେ ମା' ଶିଖାଏ ପିଲାକୁ ମୋହ, ମୋହରୁ ପିଲାର ଈର୍ଷା ଭାବ ଜାତ ହୁଏ। ତେଣୁ ଗୋଟେ ହେଲା ମୋହ। ଏଇ ମୋହକୁ କାଟିବା ପାଇଁ ଯେଉଁ ଜିନିଷ ରହିଛି ଗୀତାର ଷ୍ଟେପ୍ ବାଇ ଷ୍ଟେପ୍ ରହିଛି।
ତେଣୁ ଯେତେବେଳେ ତୁମେ ଦେଖିବ ମଣିଷ ଗୋଟେ ସମୟରେ ଏମିତି ଅବସ୍ଥାରେ ପଡ଼ିଯାଏ, ବହୁତ ଜୋର ଦେଇକି ବାହାରିଥାଏ କର୍ମକ୍ଷେତ୍ରକୁ, ଅତୀତର ସ୍ମୃତି, ଅତୀତର ସମସ୍ତ ସ୍ମୃତି ବର୍ତ୍ତମାନ ଆସି କାନ୍ଥ ହୋଇ ଠିଆ ହେଇଯାଏ। ସେ କିଛି ମାନେ କ'ଣ କରିବ ବି ଜାଣିପାରେନି, ଦ୍ୱନ୍ଦ୍ୱ ପାଞ୍ଚରେ ପଡ଼ିଯାଏ, କେଉଁଟା ଉଚିତ କେଉଁଟା ଅନୁଚିତ। ଏଇ ହେଲା ମନର ଗୋଟେ ବିଚିତ୍ର ଖେଳ। ମନ ସୀମା ଚାହେଁ, ମନ ଚାହେଁ ଗୋଟେ ସୀମାରେ ନିଜର ଲକ୍ଷ୍ୟ ସୁରକ୍ଷିତ ରହିକି ଲକ୍ଷ୍ୟ ତଳେ ପହଞ୍ଚିବା, ସହଜରେ ପହଞ୍ଚିବା। କିନ୍ତୁ ଭଗବାନ ତାହା ଚାହାନ୍ତିନି। ଭଗବାନ ଚାହାନ୍ତି ଅଲଗା। ଏଇ ମନ ଯେଉଁ ଚାହେଁ ନିୟନ୍ତ୍ରଣ, ଭଗବାନ ଚାହାନ୍ତି ସମର୍ପଣ, ସମର୍ପିତ ହେଇଯା, ତାହେଲେ ମୁଁ ତୋର ତୁ ମୋର। ମନ ଭାରାକ୍ରାନ୍ତ ହେଇ ଆସେ, ସେ କ'ଣ କରିବ ଜାଣିପାରେନି, ମୁଣ୍ଡ ହାତ ଦେଇ ବସି ପଡ଼େ। ସାରା ଦିନର ଉଜ୍ଜ୍ୱଳତା ତାକୁ ଅନ୍ଧାର ଅନ୍ଧାର ଦେଖାଦିଏ। ପ୍ରତ୍ୟେକ ମଣିଷ ଯେଉଁମାନେ ଟିନାକୁ ଭଗବାନ ଆଶୀର୍ବାଦ ପାଇଛନ୍ତି, ନିହାତି ପକ୍ଷରେ ତାଙ୍କ ଭିତରେ ଆସିବ ଏଇଟା। ତୁମ ଭିତରେ ଯେ ଫ୍ରଷ୍ଟ୍ରେସନ୍ ଆସୁଛି, ଡିପ୍ରେସନ୍ ଆସୁଛି, ଆଞ୍ଜାଇଟି ଆସୁଛି, ଜାଣ ଯେ ଭଗବାନ ତୁମର ଆଶୀର୍ବାଦ ଅଛି, ନହେଲେ ଆସିବନି। ସମସ୍ତେ କଥା ଆସିବନି, ପ୍ରଶ୍ନ ଉଠୁନି। ରୋଜଗାର କରିବା, ଖାଇବା ପିଇବା, ଶୋଇବା ଶାନ୍ତିରେ। କିନ୍ତୁ ଏଇ ପଞ୍ଚ ପାଣ୍ଡବ ଭିତରେ ଇଏ କାହିଁକି ଗୋଟେ ଅର୍ଜୁନର ବାହାରିଲା ଯେ ନା ନା ମୋ ଦରକାର ନାହିଁ, ତାକୁ ମାରିବି। କାହାକୁ ମାରିବି? ପିତାମହ ଭୀଷ୍ମ ଯାହା କୋଳରେ ବସି ଖେଳୁଥିଲେ, ଅତୀତର ସ୍ମୃତି। ଯିଏ ମୋ ହାତ ଧରି ଧନୁବିଦ୍ୟା ଶିଖୁଥିଲା, ଗୁରୁ ଦ୍ରୋଣାଚାର୍ଯ୍ୟ, ଅତୀତର ସ୍ମୃତି। ଯାହାହେଲେ ତ ସେ ମୋର ଭାଇ, ତେଣୁ ମୁଁ ପଛେ ଚାଲିଯାଏ, ସନ୍ନ୍ୟାସୀ ହେଇଯାଏ, ଦରକାର ନାହିଁ ଏଇଭଳିଆ କୂଳ ନାଶ କରିକିରି ଏତେ ଯୁଦ୍ଧ କରିକି ଗୁଡ଼ି ଲୋକକୁ ବିଧବା କରିବି, ଦରକାର ନାହିଁ, ମୋ ଅବସ୍ଥା ନାହିଁ। ସେ ଭାଇମାନେ ଭୋଗ କରନ୍ତୁ। ଭବିଷ୍ୟତର କଳ୍ପନା, ଅନିଶ୍ଚିତ କଳ୍ପନା, ଏସବୁ ଗୁଡ଼ାକ ଆସିକି ପହଞ୍ଚିଯିବ। ଚୁପଚାପ ବସି ପଡ଼ିବ ମଣିଷ ଦ୍ୱନ୍ଦ୍ୱରେ। ଏଇ ଯେଉଁ ଅନ୍ଧକାର, ସେ ଅନ୍ଧକାର ଭିତରେ ଦେଖାଦିଅନ୍ତି ଗୋଟିଏ ନିୟତି। ଏଇ ହେଲା ଭଗବାନ କୃଷ୍ଣ, ମୋର ପ୍ରଭୁ ଜଗନ୍ନାଥ। କାରଣ ଜଗନ୍ନାଥଙ୍କ ମୁହଁଟା କଳା। ଏଇ ଅନ୍ଧାରକୁ ଭଲ ପାଆନ୍ତି ମହାପ୍ରଭୁ। ଏଇ ଅନ୍ଧାରକୁ ଭଲ ପାଏ ନିୟତି। ନିୟତି ଚାହେଁ ସମର୍ପଣ, ମନ ଚାହେଁ ନିୟନ୍ତ୍ରଣ। ବ୍ରହ୍ମାଣ୍ଡ, ବିଶ୍ୱ ବ୍ରହ୍ମାଣ୍ଡ ଆଦେଶ ଦେବା ଜାଣିଛି। ବିବେକ ଚେତେଇ ଦିଏ, ଏଇ ତୋର ଲକ୍ଷ୍ୟ। କିନ୍ତୁ ଆଗକୁ ହାତ ଧରି ଭିଡ଼ି ନିଏ ଆଉ ପହଞ୍ଚାଇ ଦିଏ। ସେ ସବୁ ଗୁଡ଼ାକ ଦାୟିତ୍ୱ ଭଗବାନଙ୍କର, ଆମର ନୁହେଁ। ଏସବୁ ଫିକ୍ସ। ଏସବୁ ଜିନିଷ ମୁଁ ବୁଝେଇବି, କାହିଁକିନା ସେଇଟା ଏଇ ଅଧ୍ୟାୟରେ ଅର୍ଜୁନ ବିଷାଦ ଯୋଗରେ ବୁଝେଇବି। ଆପଣମାନଙ୍କୁ ନିଆଯିବ ମହାଶୂନ୍ୟର ଗୋଟେ ବିନ୍ଦୁକୁ। ଗୋଟେ ମହାଶୂନ୍ୟ ପଳେଇଲେ ଆପଣ, ଅନନ୍ତ ଅସୀମ ମହାଶୂନ୍ୟ। ସେ ମହାଶୂନ୍ୟର ବିନ୍ଦୁରେ ଆପଣ ଅଛନ୍ତି। ଆପଣ ସେଠି ଗୋଟେ ବାଲୁକାଠୁ ଲକ୍ଷ ଭାଗରୁ ଭାଗେ ବି ନୁହନ୍ତି, ନିଜକୁ ନିଜେ ଦେଖି ହିଁ ପାରୁନାହାନ୍ତି। ଚାରିଆଡ଼େ ଅନ୍ଧକାରମୟ ମହାଶୂନ୍ୟ। ଶୂନ୍ୟ ହେଲେ ଜିରୋ, ଯାହା ରାଜନ୍ତ ନାହିଁ। ମହାଶୂନ୍ୟ ସେ ବି ସବୁ ପୂର୍ଣ୍ଣତାର ଶୂନ୍ୟ, ସବୁ ପୂର୍ଣ୍ଣତା। ତା ଯଦି ପଚାରିବ ଦିଗ କେଉଁ ଦିଗରେ ହନେଇଛୁ, ନା କେଉଁ ଦିଗ ହନେଇବି? ସବୁଆଡ଼େ ସୂର୍ଯ୍ୟ ମାଳମାଳ, କିନ୍ତୁ ଆଲୋକ ନାହିଁ। ସବୁଆଡ଼େ ଗ୍ରହ ମାଳମାଳ, ବ୍ରହ୍ମାଣ୍ଡ ମାଳମାଳ, କିନ୍ତୁ ମୁଁ ନାହିଁ। ମୁଁ ଶୂନ୍ୟରେ ଝୁଲୁଛି। ନା ତଳ ଅଛି କେଉଁଟା, ଉପର କେଉଁଟା, ପାଖ କେଉଁଟା, ମୁଁ ଜାଣିପାରୁନି। ମୋ ତଳ ଉପରେ ଜାଣିପାରୁନି, ମୁଁ ତ ବିନ୍ଦୁଟେ ହେଇଯାଇଛି ନା। ଯେତେବେଳେ କେତେବେଳେ ଛୋଟ ପିଲାଙ୍କୁ ନେଇ ମୁଁ ଏକ୍ସପେରିମେଣ୍ଟ କରିଥିଲି, ପ୍ରାୟ 100 ଉପରେ ହିପ୍ନୋଟାଇଜ୍ କରିକିରି ମାତୃଗର୍ଭକୁ ନେଇଥିଲି। ଯୋଡ଼ିଏ ପିଲା ଛାଡ଼ିଦେଲେ, ଆଉ ସବୁ ପିଲା ତ ଗୋଟିଏ ଆନ୍ସର ଦେଇଥିଲେ ଯେ ଆମେ ଜାଣିପାରୁନୁ କେମିତି ଅଛୁ। ଆମ ଚାରିପଟେ ଖାଲି ଅନ୍ଧାର, ଆମେ ଜାଣିପାରୁନୁ କେମିତି ଅଛୁ। ମୁଁ ସାର୍ ଭାବିଲି ଏମିତି ଫିଲ୍ ଗର୍ଭରେ କେମିତି କରୁଛନ୍ତି ପିଲାମାନେ। ଏଇ ହେଲା ଶୂନ୍ୟତା। ଏଇ ଶୂନ୍ୟରେ ଯେତେବେଳେ ରହିଯିବ, ତୁମ ପାଇଁ ଦିଗ ଶୂନ୍ୟ। ସମୟର ସ୍ରୋତ ଲୁପ୍ତ ଯେ ଅନ୍ଧକାର। ତମସ୍ୱିନୀ କହେ ଚାଲ ଦିବା ଭାଇ, ଆମେ ଦୁହେଁ ଏଠି ମୂର୍ତ୍ତ। ଆମେ ଦୁହେଁ ଏଠି ମୂର୍ତ୍ତ। ଆମର କାହାର ଆବଶ୍ୟକ ନାହିଁ, ନା ଦିନର ଅଛି ନା ରାତିର ଅଛି, ନା ସମୟର ଅଛି। ସେଥିପାଇଁ ବିଶ୍ୱର ଦର୍ଶନରେ କହୁଛନ୍ତି ମୁଁ କାଳ। ମୁଁ ଅର୍ଜୁନ ଡରୁଛି, ପଚାରୁଛି ଆପଣ କିଏ ସେ? ନା ମୁଁ କାଳ, ମହାକାଳ ମୁଁ। ଏଇ ହେଲା ବିଷାଦ। ବିଷାଦ ନ ଆସିଲେ ପ୍ରଭୁ ଆସିବେନି। ପ୍ରଭୁକୁ ଅନ୍ଧାର ଭଲ ଲାଗେ, ସେଥିପାଇଁ ମୋ ପ୍ରଭୁ କଳାମୁଆ। ସେ ଏକ ଦେଖାଉଛି ଯେ ଦେଖ, ଉପରୁ ଚାହାଁ ଦେଖ। ପ୍ରଭୁଙ୍କର ମଥାମଣି ଗୋଟେ ଅଛି, ଦେଖିଛନ୍ତି? ସେଇଟା ଆପଣ ଯେଉଁ ଆଜିକାଲି ଲଭ୍ ଚିହ୍ନ ଦେଉଛନ୍ତି, ଏମିତିଆ ଲଭ୍ ଚିହ୍ନ ଦେଉଛନ୍ତି ନା, ସିଏ ପ୍ରଭୁଙ୍କର ଏଇଟା ଓଲଟି ଦିଅନ୍ତୁ। ଏଇଭଳିଆ ଲଭ୍, ଉପର ଊର୍ଦ୍ଧ୍ୱମୁଖୀ ପ୍ରେମ।
ଯାହାକୁ ତୁମେ ଭକ୍ତି ବୋଲି କହୁଛ, ମୁଁ ତାକୁ ତ ପ୍ରେମ ବୋଲି କହୁଛେ, ଉର୍ଦ୍ଧ୍ୱମୁଖୀ ପ୍ରେମ। ଦେଖ ତ ଲକ୍ଷ୍ୟ ଏଇଠି ଜାଜୁଲ୍ୟମାନ, ପ୍ରଭୁଙ୍କର ଯେଉଁ 7 ବେଢ଼ା ଚିତା ମଝିରେ ଯେଉଁ ହୀରା ଥାଏ, ତା ଉପରେ ଗୋଟେ ବଜ୍ର ହୀରା ଥାଏ ନାଲପାନିର। ସେ ବଜ୍ର ହୀରାକୁ ଆପଣ କୌଣସି ବ୍ୟକ୍ତି 1 2 3 ପର୍ଯ୍ୟନ୍ତ ହନେଇ ପାରିବେ ନାହିଁ। 1 2 3 କଲା ସେ ଆଖି ବନ୍ଦ ହେଇଥିବ, ହନି ହେବ ନା ଆଖି ବନ୍ଦ, ଆଖି ହନି ଆଖି ବନ୍ଦ, ତାକୁ କନଷ୍ଟାଣ୍ଟ ଚାହିଁପାରିବ ନାହିଁ। ମହାପ୍ରଭୁଙ୍କ ବଜ୍ର ହୀରାକୁ ଲକ୍ଷ୍ୟ କରିବେ। ଜଗନ୍ନାଥ ମୁଣ୍ଡର ଚିତାଟା ବଡ଼ ଚିତାଟି ନ ତାଙ୍କର, ଆଙ୍କର ତ ନୀଳା, ମଝିରେ ସୁଭଦ୍ରା ତ ମାଣିକ୍ୟ ରୁବି, କିନ୍ତୁ ତାଙ୍କର ହୀରା ଉପରେ ଗୋଟେ ବଜ୍ର ହୀରା। ଦେଖ ତ ଲକ୍ଷ୍ୟ ହେଲା ଏଇଠି, ତୁ ଭଲ ପାଉଛୁ ଏଇଠି। ତେଣୁ ଏଇ ହେଲା ସାକ୍ଷୀ ଭାବ, ମାନେ ଦ୍ୱିତୀୟ ଅଧ୍ୟାୟ ସାକ୍ଷୀ ଭାବ। ପ୍ରଭୁ ଦେଖାଉଛନ୍ତି ସାକ୍ଷୀ କି ଦେଖ ସେଠି କ'ଣ ଅଛି, ଦେଖିବ ଖାଲି ଦ୍ରଷ୍ଟା ହେଇକରି, କିଛି ନାହିଁ। ଆମର ଜଗନ୍ନାଥ କ୍ରିୟାର ଦ୍ୱିତୀୟ ପ୍ରୋସେସଟା ସେଇଆ, ସାକ୍ଷ୍ୟ ଭାବ। ଆଚ୍ଛା, ତାପରେ ଇଏ ଗଲା ପରେ ଆସିଲା ତାପରେ କର୍ମଯୋଗ। ଆଚ୍ଛା, କର୍ମ କରିବା ମନେ କରା ଯେଉଁ ଏଠି ଗୋଟେ ଉଦାହରଣ ଦେଇ ମୁଁ କହୁଛି, ବୁଝିଯିବେ ଆପଣ। କର୍ମଯୋଗ କ'ଣ କହୁଛି ଯେ ଆମେ ଏଇଠି ଗୋଟେ ଉଦାହରଣ ନେବା। ଗୋଟେ ସ୍ତ୍ରୀ ଲୋକ କ'ଣ କରୁଛି ନା, ତାକୁ ଚାଉଳ ଦିଆଯାଉଛି, ବିଭିନ୍ନ ପ୍ରକାର ଚାଉଳ, ସେ ରୋଷେଇ କରୁଛି, ଭାତ କରୁଛି। ଆସ୍ତେ ଆସ୍ତେ ସେ ଏଇଟା ହେଲା ବିଦ୍ୟାରେ କ'ଣ ଦରକାର ନା, ଚାଉଳ ଦରକାର, ପାଣି ଦରକାର, ନିଆଁ ଦରକାର, ଆଉ ଘାଣ୍ଟିବା ପାଇଁ ଡଙ୍କା ଫଙ୍କା ଯାହା ଦରକାର। ସେତିକି ତାକୁ ଦିଆଗଲା, ଏଇଟା ହେଲା ବିଦ୍ୟା। କିନ୍ତୁ ସେ ଏକ୍ସପେରିମେଣ୍ଟ କରୁଛି, ମାନେ କେତେ ସମୟ ହେଲେ ଚାଉଳଟା ଫୁଟୁଛି, ତାପରେ ଚାଉଳ ଭିତରେ ଚାଉଳ ଅଛି, କେତେ ପ୍ରକାର ଚାଉଳ ଅଛି, କିଏ ବାସୁମତୀ ଅଛି, ଜିରା ରାଇସ୍ ଅଛି, କୁଷ୍ମ ଚାଉଳ ଅଛି, ମସୁରୀ ଅଛି, ଏମିତି ବିଭିନ୍ନ ପ୍ରକାର ଚାଉଳ ଅଛି। ଉଷୁନା ଚାଉଳ, ନୂଆ ଚାଉଳ, ପୁରୁଣା ଚାଉଳ, କେଉଁଟା କେତେ ତାତିଲେ, କେତେ ସମୟ ତାତିଲେ, ଗରମ ହେଲେ ଭାତ ହେବ, କଅଁଳିଆ ଭାତ ହେବ, ଚାଉଳିଆ ଭାତ ହେବ, ଏଇସବୁ ଗୁଡ଼ା ତାକୁ ତାର ଏକ୍ସପିରିଏନ୍ସରେ ଆସୁଛି। ଏଇ ଯେଉଁ ଏକ୍ସପିରିଏନ୍ସ ସେ କରୁଛି କିଏ, ସ୍ତ୍ରୀ ଲୋକଟି, ତାର ଜ୍ଞାନ ହୋଇଯାଉଛି ଯେ କେଉଁ ଚାଉଳଟାକୁ କେତେ ସମୟ ଆମେ ଗରମ କରିବା। ସେଇଥିପାଇଁ ଏଇଟା ହେଲା କର୍ମଯୋଗରୁ, କର୍ମରୁ ଜ୍ଞାନ ଜାତ ହୁଏ। ଗୋଟେ ଜିନିଷକୁ ଅଭ୍ୟାସ କଲା ପରେ ଜ୍ଞାନ ଜାତ ହୁଏ। ତେଣୁ ତୃତୀୟ ଅଧ୍ୟାୟ କର୍ମଯୋଗ, ଚତୁର୍ଥ ଅଧ୍ୟାୟ ଜ୍ଞାନ ଯୋଗ। ଏମିତି ସେ କିଛି ଦିନ ଗଲା ପରେ ଗୋଟେ ବହୁତ ସ୍ତ୍ରୀ ଲୋକ ଦେଖିବେ, ତାଙ୍କର ଗୋଟେ ହବି ଥାଏ ରୋଷେଇ କରିବା। ମାନେ ମୁଁ ରୋଷେଇ ଆଡ଼େ ଯାଉନି, ଏତେ ଆଡ଼େ ଯାଉନି, ତାପରେ ତାଙ୍କର ପ୍ରେମ ହୋଇଯାଏ, ମାନେ ଲଭ୍ କେଉଁଠି ରୋଷେଇରେ, ଭାତ ଗୁଡ଼ା ତାଙ୍କ ଆଗ୍ରହ ହେଇଯାଏ। ଜ୍ଞାନ ଆଉ ସେଇ ଯେଉଁ ପ୍ରୋସେସରେ ଶିଖିଲା ସିଏ, ଏଇଟା ହେଲା ଶିକ୍ଷା କମ୍ସ ଫ୍ରମ୍ ୟୋର ଏକ୍ସପେରିଏନ୍ସ। ଏ ଅନୁଭୂତିରୁ ହିଁ ଆସେ, ଯେ କେତେ ସେଠି ତାକୁ ବହି ସେଇ ଜ୍ଞାନ ଦେଇପାରିବନି। ଆଚ୍ଛା, ତେଣୁ ସିଏ କ'ଣ କଲା ନା, କର୍ମ କଲା, କର୍ମରୁ ତାର ଜ୍ଞାନ ହେଲା, ଜ୍ଞାନ ପରେ ତାର ପ୍ରେମ ହେଲା, ମାନେ ତାକୁ ଭଲ ଲାଗିଲା କାମଟା କରିବାକୁ। ଯେଟା ଲୋକ ଖାଇଲେ, ଦେଖ ମୁଁ ଭାତ କେମିତି କରିଛି, କିଏ କହିଲା ଭାତ ବଢ଼ିଆ ହେଇଛି, କିଏ କହିଲା ଆଜ୍ଞା ଭାତଟା ଚାଉଳ ମାନେ ଗୋଟି ହେଇଛି, କି ସ୍ୱାଦ ଲାଗୁଛି, ପାଟିରେ ପକେଇ ନରମି ଯାଉଛି, ଏମିତି ସମସ୍ତେ କହିଲେ। ତା ଗୋଟେ ମଜା ଲାଗିଲା, ଯାହା ମୁଁ ଭାତ କରିପାରୁଛି ଭଲ। ତାପରେ ତାର ଗୋଟେ ଏତେ ପ୍ରେମ ବଢ଼ିଗଲା, ସେ କାମର ଯେଉଁ ଟାୟାର୍ଡ଼ନେସ୍, କ୍ଳାନ୍ତ, ଏସବୁ ତାର ଆଉ ରହିଲାନି। ତେଣୁ ସେ କ'ଣ କଲା ନା, କର୍ମ ସନ୍ନ୍ୟାସ ହେଇଗଲା। ସନ୍ନ୍ୟାସ ମାନେ ନ୍ୟାସ କରିବା, ମାନେ ତ୍ୟାଗ କରିବା। ସେଟା କର୍ମ କଲାନି, ସେ ତ ପ୍ରେମ କଲା, ଆଉ କର୍ମ କେଉଁଠି ଆସିଲା। ତେଣୁ ଆମର ଛୁଆର ପିଲା ଦେଖିବେ, ସେ ଏତେ ଜ୍ଞାନ ହୋଇଥାଏ, ସେ ପାଣି ଭୂଷଣ ଢାଳିଦେବେ, ଚାଉଳ ଗୁଡ଼ାକ ଧୋଇଦେବେ, ତାକୁ ଦୁମଦାମ ଅଜାଡ଼ିଦେବେ, କିଛି ମାପଚୁପ ନଥାଏ, ତାପରେ ଦେଖିଦେବେ ପାଣି ପୁଣି ପକାଇଦେବେ। ମାନେ ଏତେ ହାବିଚୁଟେଡ଼ ହେଇଥାନ୍ତି ସେମାନେ। ଆଉ ସେ ମାପି ଚିପି ପକାଇଲା ବେଳକୁ ଏତେ ରୋଷେଇ ହୋଇପାରିବ ଅଳ୍ପ ସମୟ ଭିତରେ, ଇମ୍ପସିବୁଲ୍। ଏଇ ସେଭଳି ଏକ୍ସପିରିଏନ୍ସ। କିନ୍ତୁ ରୋଷେଇ କରିବା ପାଇଁ ଯେତେବେଳେ ମଜା ଲାଗୁଥିବ, ଉତ୍ସାହ ଲାଗୁଥିବ, ଆନନ୍ଦ ଲାଗୁଥିବ, ଯେକୌଣସି କର୍ମ, ମୁଁ ଖାଲି ରୋଷେଇ କଥା କହିଲି ଗୋଟେ ଏକ୍ଜାମ୍ପଲ୍ ଦେଇକରି, କିନ୍ତୁ ତୁମେ ଯେକୌଣସି ଗୋଟେ କଳା ବି ହେଉ, ଆନନ୍ଦ, ମୁଁ ପେଣ୍ଟିଂ କରୁଛି, ମୋତେ ପେଣ୍ଟିଂରେ ଆନନ୍ଦ ମିଳୁଛି, ସେ ଚାहे ସେ ବିକ୍ରି ହେଉ ନ ହେଉ, କି ପ୍ରଶଂସା କରୁ ନ କରୁ, ମୁଁ ଆନନ୍ଦ ପାଉଛି। ଏଇଟା ହେଲା ସନ୍ନ୍ୟାସ। ସନ୍ନ୍ୟାସ ମାନେ ବିଶେଷ ଭାବରେ ଯେ ନ୍ୟାସ କରିଦିଏ, ତ୍ୟାଗ କରିଦିଏ କର୍ମ, ଆଉ ସେଠି କର୍ମ କରୁନି ମୁଁ। ଏଇଟା ମୋର ଛୋଟ ଏକ୍ଜାମ୍ପଲ୍ ମୋର ମନେ ଅଛି, ନବମ ଶ୍ରେଣୀ ପଢ଼ୁଥାଏ, ମୁଁ ସେଇଠି ଗୋଟେ ନୋଟ୍ କରୁଥାଏ ସାଇନ୍ସର। ସେତେବେଳେ ସେ ମୁଁ ତ ଆକ୍ଚୁଆଲି କ୍ଲାସ୍ ଆରମ୍ଭରୁ ବହିଗୁଡ଼ା ସାରିଦିଏ। କଲାବେଳକୁ ମୋ ଅଜାଣତରେ ମୁଁ ବସିଥିଲି ଦିନ 3ଟା ବେଳକୁ, ସେ ରାତି 12ଟା ହେଲାଣି, ମୁଁ ଜାଣିପାରିନି। ଯେତେବେଳେ ଦେଖିଲି ରାତି 12ଟା ହେଇଗଲାଣି, ମୁଁ ଏତେ ସମୟ ବସିକିରି ମୁଁ ଲେଖୁଛି। ସେତେବେଳେ ମୁଁ ଲେଖୁନଥିଲି, ମୋତେ ଭଲ ଲାଗୁଥିଲା, ମୁଁ କରୁଥିଲି, ମୋ ହାତ କାଟୁନଥିଲା। ଯେମିତି ଭାବିଲି ଯେ ଏତେ ସମୟ ହେଲେ ବସି ମୁଁ ଲେଖୁଛି, ଆରେ ତାପରେ ଗୋଟେ ପେଜ୍ ମୁଁ ଲେଖିପାରିଲିନି। ଗୋଟେ ପେଜ୍ ଲେଖିଲେ ମୋ ହାତ କାଟିଲା, ଦରଜ ଲାଗିଲା, ମୋତେ ବି ହାଲିଆ ଲାଗିଲା, ସବୁ ଲାଗିଲା। ମାତ୍ର ଯୋଡ଼ିଏ ପୃଷ୍ଠା ଥିଲା, ଆଉ ଯୋଡ଼ିଏ ପୃଷ୍ଠା ଲେଖିଥିଲେ ସରିଥାନ୍ତା। ଯୋଡ଼ିଏ ପୃଷ୍ଠା ଦୂର କଥା, ମୁଁ ଅଧା ପୃଷ୍ଠା ବି ଲେଖିପାରିଲିନି।
କାରଣ ସେତେବେଳେ ପର୍ଯ୍ୟନ୍ତ ମୁଁ କର୍ମ କରୁନଥିଲି, ସନ୍ନ୍ୟାସ କର୍ମ ସନ୍ନ୍ୟାସ ପ୍ରେମ କରୁଥିଲି। ତାପରେ ଯେତେବେଳେ ମୁଁ କରେ, ମୁଁ ଏତେ ସମୟ ବସିକି କଲିଣି, ଏତେ ଯା ସରିଗଲାଣି, ଆଉ ତ ଯୋଡ଼େ ପେଜ ଅଛି କରିଦେବି, ଅସମ୍ଭବ, ମୁଁ କରିଦେବି, ମୁଁ କରିଦେବି ଆସିଲା କରୁ ହେଲାନି। ଏଇ ହେଲା କର୍ମ ସନ୍ନ୍ୟାସ ଯୋଗ। ସେଇ କର୍ମ ସନ୍ନ୍ୟାସ ଯେତେବେଳେ ଆସିଯାଏ ପ୍ରେମ, ତ ମଣିଷ କ'ଣ କରେ, ଧ୍ୟାନସ୍ଥ ହେଇଯାଏ, ଚୁପଚାପ ହେଇଯାଏ, ନିଜ ଭିତରେ ନିଜେ ହଜିଯାଏ, ଧ୍ୟାନସ୍ଥ। ଧ୍ୟାନ କ'ଣ ପାଏ ସେ ଧ୍ୟାନରୁ? ଧ୍ୟାନ ହେଲା ପରେ ସେ ମଣିଷ ତାର ଯେଉଁ ଜ୍ଞାନ ପାଇଥାଏ, ସେ ଜ୍ଞାନର ବିଶ୍ଳେଷଣ ହୁଏ। ମାନେ ଯେଉଁ ଜ୍ଞାନଟା ମିଳିଲା, ସେ ନିଆଁ ହେଉ, ପାଣି ହେଉ, ଇଏ ହେଉ, ତା କେମିତି ହେଉଛି, କିପରି ରହୁଛି, ତା ଭିତରେ ସେ ତାକୁ ଆନାଲିସିସ୍ କରିବାକୁ ଲାଗେ, ବିଶ୍ଳେଷଣ କରେ। ଏଇଥିରେ ଜ୍ଞାନ ବିଜ୍ଞାନ ଯୋଗ ସପ୍ତମ ଅଧ୍ୟାୟ। ତାପରେ ଆସିଲା ଯେ ତାପରେ ଚିନ୍ତା କରେ ଯେ ଏମିତି କିଛି ଦରକାର ଯେଉଁଟାକି କ୍ଷୟ ହେବନି, ନଷ୍ଟ କେବେ ହେବନି। ସେ ହେଲା ଅକ୍ଷର ବ୍ରହ୍ମ ଯୋଗ। ତାକୁ ସେଇଠି ବ୍ରହ୍ମ ତ ଆସିବ, କିନ୍ତୁ କିଏ ବ୍ରହ୍ମ, ବ୍ରହ୍ମ କ'ଣ ନା ଅକ୍ଷର କ୍ଷୟ ହେବ ନାହିଁ। ଇଏ ହେଲା ଗୋଟେ। ତାପରେ 18ରୁ 9ଟା ଏଇଟା ହେଲା, 8 ହେଇଗଲା ନବମ ରାଜବିଦ୍ୟା ରାଜଗୁହ୍ୟ ଯୋଗ। ଏଇଟା ହେଲା ରାଜଯୋଗ, ୟାକୁ କହିକିରି ଏଇ ରାଜଯୋଗ ଉପରେ ବିବେକାନନ୍ଦ ବହୁତ ବଢ଼ିଆ ବଢ଼ିଆ କଥା କହିଛନ୍ତି, ସ୍ୱାମୀ ବିବେକାନନ୍ଦ। ଆଉ ରାଜଯୋଗ ନେଇକରି ବହୁତ ଲୋକ ବି ଅଭ୍ୟାସ କରୁଛନ୍ତି। ଠିକ୍ ଅଛି, ଯାହା ବି ହେଉ, ଆମେ କାହା କଥା ସମ୍ପୂର୍ଣ୍ଣ ନୁହେଁ। ରାଜବିଦ୍ୟା ରାଜଗୁହ୍ୟ ଗୁପ୍ତ ଜ୍ଞାନ, ଯେମିତି ହଠଯୋଗ। ହଠଯୋଗ ମାର୍ଗଲା, ହଟ୍ ମାନେ ଜିଦି। ହଠଯୋଗ ମାନେ ମୁଁ ଦେଖିଛି ପ୍ରାୟ 200, 400, 500 ବର୍ଷରୁ 600 ଲୋକ ମୁଁ ଏବେ ବି ଦେଖିଛି ଅଛନ୍ତି, କିନ୍ତୁ ସେମାନେ ହଠଯୋଗୀ ରହିଯାଆନ୍ତି। ଆମର କ୍ରିୟାଯୋଗରେ କେତେ ଜଣ ଅଛନ୍ତି ଯେ, କିନ୍ତୁ ରାଜଯୋଗ ମାନଙ୍କର ଆୟୁଷ ଦରକାର ନାହିଁ, ତାଙ୍କର ଜ୍ଞାନ ଦରକାର, ତାଙ୍କର ସତ୍ୟତା ଦରକାର, ଜାଣିବା ଦରକାର। ରାଜବିଦ୍ୟା ଗୁହ୍ୟ ଯୋଗ ଗୁପ୍ତ। ତାପରେ ଗୋଟେ ଆସିବ ଆଉ 9ଟା। ଦଶମ ଅଧ୍ୟାୟ, ସେ ଯେତେବେଳେ ସେ ପୁରା ବୁଡ଼ି ଯାଉଛି, ହେଉଛି ଅକ୍ଷର ହେଲା କେବଳ ବ୍ରହ୍ମ। ତାପରେ ଆସ୍ତେ ଆସ୍ତେ ଅନୁଭବ କରିବାକୁ ଚେଷ୍ଟା କରୁଛି, ତା ଜାଣିବାକୁ ଚେଷ୍ଟା କରୁଛି, ତାକୁ ଦେଖିବାକୁ ଚେଷ୍ଟା କରୁଛି। ସେତେବେଳେ ଦେଖୁଛି ସବୁ ପ୍ରଭୁଙ୍କର ତ ସବୁ ସୃଷ୍ଟି, ତା ଦେହରେ ତାହେଲେ କେଉଁଟା ଭଲ ମନ୍ଦ କେଉଁଟା, ତା ଦେହରେ ଶ୍ରେଷ୍ଠ ତାକୁ ଦେଖୁଛି ସେ। ଯେମିତି ହାତୀମାନ ପଶୁମାନ ମାନେ ଐରାବତ ହସ୍ତି, ବୃକ୍ଷମାନଙ୍କ ଭିତରେ ଅଶ୍ୱସ୍ଥ ବୃକ୍ଷ, ଦେବତାମାନଙ୍କର ଇନ୍ଦ୍ର, ମଣିଷମାନଙ୍କ ଭିତରେ ରଜା କହିଛନ୍ତି, ବ୍ରାହ୍ମଣ କହିନାହାନ୍ତି, ନରେନ୍ଦ୍ର ମାନେ ରଜା। ସେମିତି ସବୁ ଦେଖୁଛି। ପର୍ବତମାନଙ୍କ ଭିତରେ ହିମାଳୟ, ଏସବୁ ଯେଉଁଟା ଶ୍ରେଷ୍ଠ, ସେଇ ଭିତରେ ସେ ପ୍ରଭୁଙ୍କର ସତ୍ତା ପାଉଛି, ବିଭୂତି। ତେଣୁ ବିଭୂତି ଯୋଗ। ତାପରେ ସେ ଦେଖୁଛି ଆସ୍ତେ ଆସ୍ତେ ବିଭୂତି ଯୋଗ ଦେଖି ଦେଖି ଯେତେବେଳେ ହଜିଯାଉଛି, ବର୍ତ୍ତମାନ ସେ ସାଇଲେନ୍ସ, ଚୁପଚାପ ଯାହା ଚାଲିଛି ଭିତରେ। ଏଇ ଯେଉଁ ମହାଶୂନ୍ୟ କଥା କହୁଥିଲି, ସେ ମହାଶୂନ୍ୟକୁ ସେ ଯାଉଛି, ଯାଇକି ଦେଖୁଛି ଯେ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ସେ ଦାନ୍ତ ଫାନ୍ତ ଝୁଲୁଛନ୍ତି, ଯେମିତି ମାନେ ସବୁ ବୁଲୁଛନ୍ତି, ଝୁଲୁଛନ୍ତି, ସବୁ ଦେଖୁଛି। ସିଏ ତା ଭିତରେ ସିଏ ବି ବୁଲୁଛି, ଦେଖୁଛି। ଇରେ ବାପରେ, ଏ କି ଦୃଶ୍ୟ! ଏ ଦୃଶ୍ୟ ଦେଖି ଯେକୌଣସି ଲୋକ ଡରିଯିବ, ନିଜର ସତ୍ତା ନଥିବ। ପାଖରେ ଆମର 2-3ଟା ଘର ମାଡ଼ାମାଡ଼ି ଢୋଟା ହେଇକି ପଳେଇଲେଣି, କାହା ଆସି ଦୁମ୍ ନା ସବୁ ପଡ଼ିକି ସାଉଣ୍ଡ ହେଇକରି ସେ କ'ଣ ବାହାରିଲାଣି। ଇଏ ପୁଣି ମହାଶୂନ୍ୟରେ ଅଛି, ଏ ଖାଲି ଶୂନ୍ୟ ଶୂନ୍ୟ ଦେଖୁଛି। ସେ ବିଭୂତି ଯୋଗ ପରେ ବିଶ୍ୱରୂପ ଦର୍ଶନ, ବିଶ୍ୱରୂପ ପ୍ରଭୁଙ୍କର। ସେ ସେଇଠି ହାର୍ଟ ଫେଲ୍ କରିବ, ସମର୍ପିତ ହେଇଯାଉଛି ଯେ ମୁଁ ନାଇଁ ଦେଖିପାରିବିନି, ଆଉ ଦରକାର ନାହିଁ, ବିଶ୍ୱରୂପ ଦେଖିବାକୁ ଇଚ୍ଛା କରନ୍ତୁ ନାହିଁ। ସେ କିଏ ଅର୍ଜୁନ ସମର୍ପଣ ହେଉଛି। ଆପଣମାନେ ବି ସେୟା ହେବେ, ଆପଣମାନେ ସେୟା ହେବେ। ମନେ ରଖିଥାନ୍ତୁ, ମୁଁ ବିଶ୍ୱ ଦର୍ଶନ କରିବାକୁ ଯାଇନି, ଯେ ଗଲା ସେୟା ହେବେ। ଯେତେବେଳେ ବିଶ୍ୱର ଯଦି ଦେଖିଦେଉଛି, ତା ଭିତରେ ଭାବ ଆସିଯାଉଛି, ମୋ ତ କିଛି ନାହିଁ, ଏଇଠି ସମର୍ପଣ ଭାବ ତାର ଆସୁଛି ଧୀରେ ଧୀରେ। ଭକ୍ତି ଯୋଗ ଦ୍ୱାଦଶ ଅଧ୍ୟାୟ। ଯେତେବେଳେ ସମର୍ପିତ ହେଇଯାଉଛି, ସେ ଜାଣୁଛି ଯେ ମୁଁ ମାନେ କ୍ଷେତ୍ର, ଏଇ କ୍ଷେତ୍ର ଶରୀରଟା ଗୋଟେ କ୍ଷେତ୍ର। ଏଇ କ୍ଷେତ୍ର, ଯେଉଁ କ୍ଷେତ୍ରରେ ଧର୍ମକୁ ଯେଉଁ କହିଥିଲି ପ୍ରଥମ ଶ୍ଲୋକରେ, ଧର୍ମକ୍ଷେତ୍ରରେ କୁରୁକ୍ଷେତ୍ରରେ, ଏଇଠି ଆସିଲା କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ। କ୍ଷେତ୍ର କ୍ଷେତ୍ରଜ୍ଞ ମାନେ ଯେ କ୍ଷେତ୍ରକୁ ଜାଣିଛି, ସେ କ୍ଷେତ୍ରକୁ ତାର ଜ୍ଞାନ ପଳେଇଆସେ। ଭକ୍ତି ମାର୍ଗ ପଳେଇ ଆସିବ, ଆପେ ଆପେ ଆସିବ। ତୁମେ ଜ୍ଞାନରୁ ଯାଇକରି ଭକ୍ତିକି ଯାଅ, ମହାପ୍ରଭୁ ପାଇଯାଅ। ସେ ଅନ୍ଧକାର ବିଶ୍ୱ, ଜଗନ୍ନାଥଙ୍କ ମୁହଁଟା କଳା କଳା, ସେଇଠୁ ଯଦି ଭକ୍ତି ପାଇଗଲ, ତାହେଲେ ସେ ସିଧା ବୁଲିକି ଆସିବ ପୁଣି ଜ୍ଞାନକୁ। ଏଇ ଜ୍ଞାନ ବଡ଼ ବିଚିତ୍ର। ଜ୍ଞାନ କାହାର ଆଧାର ଜଳେ? ଅଜ୍ଞାନର କାଠ ଯଦି ନେବା,
କାଠ ଯଦି ଅଜ୍ଞାନ ହେଲା ଯଦି ନିଆଁଟା ହେଉଛି ଜ୍ଞାନ ରୂପକ ନିଆଁ କାଠଟାକୁ ଅଜ୍ଞାନକୁ ଜ୍ଞାନ ଜାଳି ଜାଳି ନଷ୍ଟ କରିଦେଲା କାଠ ସରିଗଲା କାଠ ନିଆଁ ନିଭିଯିବ। ଯେଉଁଠି ଅଜ୍ଞାନ ନାହିଁ ସେଠି ଜ୍ଞାନ ନାହିଁ ଭକ୍ତ ସେଇଠି ରହେ ନା ଜ୍ଞାନ ଥାଏ ନା ଅଜ୍ଞାନ ଥାଏ ସିଏ ହେଲା ଭକ୍ତ। କ୍ଷେତ୍ର ଶରୀର କ୍ଷେତ୍ର ବାହାର ଯାହା ବାହାରେ ଅଛି ତା ମୋ ଭିତରେ ଅଛି। ତେଣୁ ସେ ଆଖି ବନ୍ଦ କରିଛି ଆଖି ଖୋଲୁଛି ବାହାରେ ବ୍ରହ୍ମାଣ୍ଡ ମାଳମାଳ ଆଖି ବନ୍ଦ କରୁଛି ଭିତରେ ବ୍ରହ୍ମାଣ୍ଡ ମାଳମାଳ। ଯେବେ ଦେଖୁଛି ସେ କ୍ଷେତ୍ରଜ୍ଞ ତା ନିଜେ କ୍ଷେତ୍ରଜ୍ଞ ହେଇଯାଉଛି ମାନେ କ୍ଷେତ୍ର ବିଷୟରେ ଜାଣିପାରୁଛି ଜ୍ଞାନ ଆସିଯାଉଛି ତାର। ତାପରେ ଦେଖୁଛି ପ୍ରତ୍ୟେକ ଜିନିଷ ତ୍ରିଗୁଣର ସୃଷ୍ଟି। ଯଦି ଆମେ ଆଟମ୍ ନେବା ଇଲେକ୍ଟ୍ରନ୍ ନ୍ୟୁଟ୍ରନ୍ ପ୍ରୋଟନ୍ ତିନିଟା ରହିଛି ଗୋଟେ କହୁଛି ମୁଁ ଦେବି ଗୋଟେ କହୁଛି ମୁଁ ନେବି ସେ ଭିଡ଼ା ଭିଡ଼ିକି ବୁଲୁଛନ୍ତି ମଝିରେ ନ୍ୟୁଟ୍ରାଲି ଚାଲିଛି ଏ ହେଲା ଆଟମ୍। ଏ ତିନିଙ୍କର ତିନି ପ୍ରକାର ଗୁଣ ଥାଏ ସତ୍ଵ ରଜ ତମ ସେ ତ ଶବ୍ଦାବଳୀ କିନ୍ତୁ ଆମେ ଦେଖିବା ସୃଷ୍ଟି ସ୍ଥିତି ସଂହାର ଯେଉଁଠି ଧ୍ୱଂସ ନାହିଁ ସେଠି ନୂତନତ୍ୱ ନାହିଁ। ତ ଧ୍ୱଂସର ମାହାତ୍ମ୍ୟ ସୃଷ୍ଟିଠାରୁ ଆହୁରି ଅଧିକା। ଆମେ ଯଦି କହିବା ଧ୍ୱଂସ ଖରାପ ନୁହଁ ଧ୍ୱଂସ ନହେଲେ ସୃଷ୍ଟି ହେଇପାରିବନି। ବର୍ତ୍ତମାନ ସିଚୁଏସନ୍ରେ ଯେଉଁ ଅବସ୍ଥା ହେଲାଣି ଯଦି ପ୍ରକୃତ ବ୍ରାହ୍ମଣ ପ୍ରକୃତ ଜ୍ଞାନ ଆସିବ ତାର ସମ୍ପୂର୍ଣ୍ଣ ଧ୍ୱଂସ ଦରକାର। ତାହେଲେ ଆଉ ଯେଉଁଟା ତିଆରି ହେବ ମୂଳରୁ ସେଥିରେ ପୁଣି ଜ୍ଞାନ ଉଦୟ ହେବ ପୁଣି ପ୍ରକୃତ ବ୍ରାହ୍ମଣର ଯେଉଁ ଜିନିଷଟା ବ୍ରାହ୍ମଣ ବୁଝିବ ପୁଣି ଗଢ଼ିବ ସେ ମୂଳଦୁଆ ଷ୍ଟ୍ରଙ୍ଗ ରହିବ। ଏ ବର୍ତ୍ତମାନ କୌଣସି ଲୋକର ମୂଳଦୁଆ ଷ୍ଟ୍ରଙ୍ଗ ନାହିଁ। ତେଣୁ ସେ ହେଲା ଗୁଣତ୍ର ବିଭାଗ ଗୁଣ ତ୍ରିଗୁଣ ଜାଣିଗଲା ବ୍ରହ୍ମା ବିଷ୍ଣୁ ମହେଶ୍ୱର ସୃଷ୍ଟି ସ୍ଥିତି ପ୍ରଳୟ ସଂହାରକର୍ତ୍ତା। କିନ୍ତୁ ନ୍ୟୁଟ୍ରାଲିଟି ହେଇଗଲେ କିଏ ସେ ବିଷ୍ଣୁ ସେ ପାଳନ କର୍ତ୍ତା ନା। ସେ ଯାହା ବି ହେଉ ସେ ତ୍ରିଗୁଣ ସେମିତି ଆମ ପ୍ରଭୁଙ୍କ ପାଖରେ ଅଛନ୍ତି ଠାକୁରେ ସୁଭଦ୍ରା ଜଗନ୍ନାଥ। ସାତ୍ଵିକ ହ୍ୱାଇଟ୍ ରାଜସିକ ୟେଲୋ ମାନେ ଇଏ ଶ୍ଵେତବର୍ଣ୍ଣ ମହାପ୍ରଭୁ କିଏ ଠାକୁରେ ଆଉ ସୁଭଦ୍ରା ଅଛନ୍ତି ହଳଦିଆ ବର୍ଣ୍ଣ ଇଏ ହେଉଛନ୍ତି କଳାବର୍ଣ୍ଣ ତାମସ। ତାମସ ଶବ୍ଦଟା ଖରାପ ନୁହେଁ ତାମସ ମାନେ ଅନ୍ଧାର ତାମସରୁ ସୃଷ୍ଟି ତାମସରେ ବିଲୀନ ଅନ୍ଧାର ସୃଷ୍ଟି ହେବା ଅନ୍ଧାରରେ ବିଲୀନ ହେଇଯିବା ମହାଶୂନ୍ୟରେ। ତେଣୁ ଯେଉଁଠି ମହାଶୂନ୍ୟ କରେ ସେଠି ଅନ୍ଧାର ତମ ଏଇ ତିନି ତ୍ରିଗୁଣ ଏଇ ଭିତରେ ଜ୍ଞାନ ଆସିଯିବ। ତେଣୁ ସେ ସେଠି କ'ଣ କଲେ ତା ପରବର୍ତ୍ତୀ ବୋଝାଏ ତ୍ରିଗୁଣ ଗୁଣ ତ୍ରୟ ବିଭାଗ ଯୋଗ ମାନେ ଗୁଣ ତିନିଟା ଗୁଣ ତ୍ରୟ ବିଭାଗ ଯୋଗ। ତା ପରବର୍ତ୍ତୀ 15 ଅଧ୍ୟାୟ 15 ଅଧ୍ୟାୟ ପୁରୁଷୋତ୍ତମ ଯୋଗ। ପୁରୁଷୋତ୍ତମ ମାନେ ପୁରୁଷୋତ୍ତମ କହିଲେ ଆମେ ଜଗନ୍ନାଥଙ୍କ ଧାମକୁ ବୁଝିବା ପୁରୁଷୋତ୍ତମ କ୍ଷେତ୍ର ଏଇ ଯେଉଁ କ୍ଷେତ୍ରରେ ଏଇ କ୍ଷେତ୍ରରେ ଆସିଗଲା ପୁରୁଷୋତ୍ତମ କ୍ଷେତ୍ର କେଉଁଟା ପୁରୀ ପୁରୀ ନା ନଥିଲା ପ୍ରଥମରୁ ଦେଖିବା ଅଛି ପୁରାଣ ମାନଙ୍କରେ ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ଏଇସବୁ ଅଛି। ପୁରୁଷୋତ୍ତମ କ୍ଷେତ୍ର ସ୍ୱୟଂ ଡାଇରେକ୍ଟ ମହାପ୍ରଭୁ ପଳେଇ ଆସୁଛନ୍ତି ସେଠି ସେ ଉଦ୍ଧ ମୂଳ ଅଧଶାଖ ହେଇଯାଉଛି ଅସୁସ୍ତମ ପ୍ରାହୁର ବ୍ୟୟମ ଛନ୍ଦାଂଶ ପନ୍ନାନି ସପ୍ତମ ସରିଯିବେ। ଛାଡ଼ନ୍ତୁ ଆମେ ସେଠିକି ଯିବା ପଛରେ ଯିବା। ଆଚ୍ଛା 15 ପରେ ଆସିଲା 16 ଅଧ୍ୟାୟ ଯେତେବେଳେ ପୁରୁଷୋତ୍ତମ ଆସି ଯାଉଛନ୍ତି ଆପଣ ଦେଖିବେ ଦୈବାସୁର ଅସୁର ଆଉ ଦେବତା ଭିତରେ ଦ୍ୱନ୍ଦ୍ୱ। ତେଣୁ ଦେବତା ଦୈତ୍ୟ ଭିତରେ ଯେଉଁ ସଦ୍ଗୁଣ ଆଉ ଦୁର୍ଗୁଣ ଏ ଯେଉଁ ଲଢ଼େଇ ହୁଏ ଆମେ ଦ୍ୱନ୍ଦ୍ୱରେ ପଢ଼ୁ ଯେ କେଉଁଟା ଠିକ୍ କେଉଁଟା ଭୁଲ ଅସୁର କିଏ ଦେବତା କିଏ ଅସୁର ଭଲ ଅଛି ମନ୍ଦ ଅଛି। ଏଇଟା ହେଉଛି ଆମର ଯେଉଁ କେଉଁଟା 16 ଅଧ୍ୟାୟ ଦୈବାସୁର ସମ୍ବାଦ ଯୋଗୁଁ। 17 ଆସିଲେ ଆମେ କ'ଣ ଦେଖିବା ତୁମର ଶ୍ରଦ୍ଧା କେଉଁଥିରେ ଅଛି ତୁମର କେଉଁଠି କାହାକୁ ଶ୍ରଦ୍ଧା କରୁଛ ତୁମେ କାମ କରି ଶ୍ରଦ୍ଧା ଭଲ ପାଉଛ ନା ପୂଜା କରିବାକୁ ଭଲ ପାଉଛ। ଯଦି ପୂଜା କରୁଛ ତାହେଲେ କାହାକୁ ପୂଜା କରିବାକୁ ଭଲ ପାଉଛ ଭୂତ ପ୍ରେତ ନା ଏଇ ଯେଉଁ ଇନ୍ଦ୍ର ସବୁ ଯେଉଁ ଡିମି ଗଡ଼୍ସ ଯାହାକୁ କୁହାଯାଏ ଦେବତା ଦେବାଦେବୀ ତାକୁ ନା ସ୍ୱୟଂ ପରମ ବ୍ରହ୍ମକୁ ଧ୍ୟାନସ୍ଥର ନୀଳୀନ ହୋଇଯାକୁ ଚାହୁଁଛ। ତୁମର ଇଚ୍ଛା ଏଇ ତିନି ଗୁଣ ନେଇକରି ଲୋକର ପସନ୍ଦ ଅନୁସାରେ ସେ ତା'ର ରୁଚି ଅନୁସାରେ କାର୍ଯ୍ୟ ଆଉ ପୂଜା ଅର୍ଚ୍ଚନା ବା ଯାହାର ପୂଜା କିଛି ବି ନାହିଁ ସେ ମଧ୍ୟ ବି ସେ ତା କର୍ମ ମଧ୍ୟରେ ତା'ର ଏକ୍ସପିରିଏନ୍ସ ତା'ର ଇଚ୍ଛାଟାକୁ ତା'ର ଗୁଣଟାକୁ ବିକଶିତ କରୁଛି। ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ତିନି ପ୍ରକାର ଶ୍ରଦ୍ଧା ବିଷୟରେ ସେ କହିଛନ୍ତି। ଲାଷ୍ଟକୁ ମୁଖ୍ୟ ଯୋଗ ମୁକ୍ତି ସବୁରୁ ମୁକ୍ତି। ବ୍ୟକ୍ତିଗତ ଭାବରେ ମୋତେ ପଚରାଯାଏ ତାହେଲେ ମୁଁ ତୁମକୁ ଆପଣ ସମସ୍ତଙ୍କୁ ଗୋଟିଏ ଉତ୍ତର କହିବି ଯେ ମୋର ମୁକ୍ତି ଦରକାର ହିଁ ନାହିଁ। ମୋତେ ପ୍ରଭୁ ଯେମିତି ସେବକ କରୁଛନ୍ତି ସେମିତି ସେବକ ହିଁ ଥାଏ ସେମିତି ତାଙ୍କର ପାଖରେ ଥାଏ ତାଙ୍କର ଚିନ୍ତା ତାଙ୍କରି କର୍ମ ତାଙ୍କରି ଭାବନା ତାଙ୍କରି ଗୁଣଗାନ କରିକରି ମୋ ଜୀବନ ଯାଉ ଏ ସରେ ଯାଉ ପୁଣି ଆସୁ ମୋର ମୁକ୍ତି ଦରକାର ନାହିଁ। ମୋ ପ୍ରଭୁ ଭଲ ମୁଁ ଭଲ ମୋ ସେଇ ଦ୍ୱୈତବାଦ ବି ଦରକାର ନାହିଁ ମୋର ଜ୍ଞାନ ବି ଦରକାର ନାହିଁ ମୁଁ ସେମିତି ଥାଏ। ଏଇ
ମୁଁ ତ ମୁଁ ସଫା ଏଇ କଥା ହିଁ କହିବି ଏଥିରେ ଯେଉଁ ଆନନ୍ଦ ଅଛି ଆପଣ ଥରେ ପାଇଗଲେ ନା ଆଉ ଛାଡ଼ିବାନି କିନ୍ତୁ ଯେତେବେଳେ ସେ ଗଢ଼ନ୍ତି ମହାପ୍ରଭୁ ନା ଓଃ ବହୁତ କଠୋର କଷ୍ଟ ମାନେ କଷ୍ଟ ଜୀବନ ଚାଲିଯିବ ଛାଡ଼ନ୍ତୁ ଜୀବନ ଚାଲିନି ତ ବଞ୍ଚିଛି ଆପଣମାନଙ୍କ ଆଗରେ କହୁଛି କଥା ଏଇ ହେଲା 18ଟା ଅଧ୍ୟାୟ ମୁଖ୍ୟ ଯୋଗ ଆଉ ସମୟ ତ ନାହିଁ ତଥାପି 2 ମିନିଟ୍ ଖଣ୍ଡେ କହିଦେଉଛି ମୁଁ ଆମର ଶିଷ୍ୟ ଯେଉଁମାନେ ଅଛନ୍ତି ତା ଦେହରୁ 20-25 ଜଣ ଖଣ୍ଡ ଶିଷ୍ୟ ଆମର ନିରାକାର ଉପାସକ ମାନେ ଅଦ୍ୱୈତବାଦୀ ଦୁଃଖର ବିଷୟ ସେମାନଙ୍କ ଭିତରେ 20-25 ଜଣ ଥାଆନ୍ତି ତା ଦେହରୁ 20 ଜଣ ଯାଉଛନ୍ତି ମାଳିକା ବାଲା କ'ଣ ଅଜବା ଜପ ଜପିବେ ତ୍ରିକୁଟର ଧ୍ୟାନ କରିବେ ନାସାଗର ଧ୍ୟାନ କରିବେ ସିଏ ମାନେ ନା ଏକୁଳ କହିବେ ନା ସେ କୂଳ କହିବେ ଏମିତି ତ କରାଯାଏନି ତାର ସିଷ୍ଟମେଟିକ୍ ୱେରେ ନିଅନ୍ତି ଅଜବା ଜପ ହଂସ କରିବେ ଅଜବା ଜପ ତ ଜପିବ କ'ଣ ଛାଡ଼ନ୍ତୁ ସେ ବିଷୟରେ ତା ଶିଖିବାକୁ ପଡ଼େ ଏଇ ଓମକାର ଔମ ଆମେ ଯଦି ଅଟା ବେଶୀ ଟ୍ରେସ୍ ଦେବା ତାହେଲେ ଆମର ଭୌତିକ ଜଗତ ସିଦ୍ଧି ହେବ ଉଟାକୁ ଟ୍ରେସ୍ ଦେଲେ ରାଜସିକ ଗୁଣ ମାନେ ରାଜସିକ ଯେଉଁ ଜିନିଷଟା ଦରକାର ସେଇଟା ବେଶୀ ସିଦ୍ଧି ହେବ ମଟାକୁ ଟ୍ରେସ୍ ଦେଲେ ଓମ୍ ଏଇ ପାଟି ଏମିତି ରହିଲା ମିଶିଲା ଯେଉଁଟା ଅଧିକାର ହେବ ସେ ଗୁଣଟା ତୁମେ ବିକଶିତ ହେବ ତେଣୁ ତୁମେ ଯଦି ସାତ୍ଵିକ ଜିନିଷ ବିକଶିତ କରିବାକୁ ଚାହୁଁଛ ତାହେଲେ ଭ୍ରାମରୀ ପ୍ରାଣାୟାମ ଓମ୍ ଏଇଟା ଇଲା ଆମର ଅଜବା ଜପ ଓମକାର ମଧ୍ୟ ଅଜବା ଜପ ଆମେ ସଦାବେଳେ ଓମକାର ଜପୁଛେ କିନ୍ତୁ ଦୁର୍ଭାଗ୍ୟ ଆମେ ଜାଣିପାରୁନେ ଏଇଟା ଆମେ ନିଶ୍ୱାସ ନେଉଛେ ଖଣ୍ଡ ନିଶ୍ୱାସ ଛାଡ଼ୁଛେ ଯାଉଛି ସୋରେ ଆସୁଛି ହରେ ହେଲା ଆମେ ଏଇଠୁ ଏଇ ଓ କାଟ କାଟିଦେବା ଓ ଏଇ ଖଣ୍ଡଟା ଆସିଲା ଭାରି सोहम से जे मु से सोहम से जे मु से प्रभु जे मु से मु प्रभु से प्रभु मैंने प्रभु मुई अहम ब्रह्मस्मि ये ब्रह्म ज्ञान सोहम यही अनुसार पैसा ठीक आधुर ओकार कटिगला ये खंड ओकार कटिगला अनुसार कटिगला बर्तमान रहा कौन सह ओम सह आम ओम सह अच्छे सदाबेल ओम सह आम सदाबेल अच्छे आम सदाबे ओम जपुचे किंतु आम थरे भी जापारे आम कौन करुचे ये अजबा जप से जिन तुमने शिखेबी कारण से जिन हायर जिनस एने कले मुंड बिंधा तो सहज हम तापर फ्रस्ट्रेसन आसो ना संसार रही पार ना असंसार हो पार ना सन्यासी हो पार कुआड़े हो पारनि आर ना सन्थ हो पार सन्थ माने कौन समस्त माने कामना बासना जहाँ रही समस्त इच्छा को जार अंत हो जाए सेला सन्थ इच्छा धारे कि थाए एने मन आसली ना जाऊँगी जी ऑनलाइन करी ये करी इच्छा रहा मु सन्थ हो पारि तो सन्थ किए हम जार समस्त इच्छा अंत होगा सन्थ ये देखा गले आमको जा पड़ो ये जो 20-25 जन को 20 जन तो जहाँ गले गले से मालिका पछा गोड़ी सी हेनी आउ जो 5 जन भर जन जन मो साथ संपर्क रखिपार बहुत मो से जाना कि कौन जहाँ भी था प्रभु इच्छा नथिबो आउ 3 जन पिला 3 जन से मार्ग ठीक अच्छा मुझे नयागढ़ जाइली मत सस्मिता मानसिंह निमंत्रण करथिला कालियापदा पदा को सेटार दृश्य बहुत भल लगे किंतु जितेबाला सी कहला आसवे जी रही व्यवस्था नहीं कि खाइबार व्यवस्था नहीं आउ गोटे बड़ दुर्भाग्य विषय आमर जो सिंगारी पूजा पंडा खुंटिया जो मंदिर अच्छा से रहा खाଇବା पीवा विषय आपण मैंने कहीं जानूना से बड़ कष्ट दुखदायक हो जाऊँगी से बाहर पानी सीधा पिंतुनि खाଇବା दूर कथा बहुत जिन अच्छी से आम ये आलोचना करवानी किंतु से जो मुझे सीटी तारी ये मुझे कन्फरेन्स आनली मोर आउ गोटे झील अच्छी मधुस्मिता लेंका बिलिका से आडभोकेट छोट पिलाटे आनला सी भारी खुशी होगा कहला आ गुरुजी आसत आप व्यवस्था करी आप देखले आश्चर्य से जगन्नाथ विश्वास करेनि सी क्या विश्वास करेनि मूर्ति देवादेवी मूर्ति विश्वास करेनि कौ मंदिर भी जाएनि जदि बाईचान्स क्या नहीं मंदिर दर्शन करे निजे मुंडिया मारेनि तो विश्वास तक नहीं मुंडिया के मार
ଯେତେବେଳେ ଗଲି ପ୍ରଥମ ଦିନ ଗଲି ଆମେ 31 ତାରିଖ ଦିନ ଗଲୁ ରାତିରେ ରହିଲୁ 1 ତାରିଖ ଦିନ ତ ଆମର ପ୍ରୋଗ୍ରାମ୍ ଥିଲା ତଥାପି ତାକୁ ସକାଳେ ମୁଁ ଅଭ୍ୟାସ କରିଦେଲି କିଛିଟା ମାନେ ଖାଲି କହିଦେଲି ଆଉ ସେ ଖାତାରେ ଲେଖିଦେଲା ଆମର ଯେଉଁ ଅଦ୍ୱୈତବାଦୀମାନଙ୍କ ପାଇଁ ଯେଉଁ ପ୍ରାକ୍ଟିସ୍ ଯୋଗର ଲେଖିଲା ତାକୁ ସରିଲା ତାପରେ ତାର ବେଲ୍ ଫେଲ୍ ଥିଲା ସେ ମୁଁ କହିଲି ତୁ ଏଥର ମୁଣ୍ଡ ପୁରାନା ତୁ ଜାଗା କାମ ସାରିକି ଆସେ ସେ ଆମ ଖାଇବା ବ୍ୟବସ୍ଥା ବୁଝି ଦେଇକି ସେ ଗଲା ତା ତୃତୀୟ ଦିନ ସେ ଆସିଲା ସକାଳେ ପୁରା ଆସିଛି ପୁରା 6ଟାରୁ ସେ ଆସି ପହଞ୍ଚିଲା ମୁଁ ମୋ ଆଗରେ ବସି ପ୍ରାକ୍ଟିସ୍ କଲା ମୁଁ ମନେ ଅଛି ଷ୍ଟେପ୍ ବାଇ ଷ୍ଟେପ୍ ନହେଲେ ମୁଁ କରୁଛି ମୋ ସାଙ୍ଗେ କର ଏଇଠି ଗୁରୁର ଆବଶ୍ୟକତା କ'ଣ ପଡ଼େ ମୁଁ କହୁଛି ମୁଁ କଲି ସେ ମୋ ସାଙ୍ଗରେ କଲା ଭିତରେ ରହିଗଲା ଗୋଟେ ଜାଗାରେ ଗୋଟେ ଚକ୍ର ଏଇ ଯେଉଁ ଚକ୍ର ସାଧନା ଗୁଡ଼ା ଆମର ହୁଏ କୁଣ୍ଡଳୀ ମେରିକା ରହିଗଲା ଆଉ ମଧୁସ୍ମିତା ଅଛ ଯଦି ଶୁଣୁଛୁ ମଧୁସ୍ମିତା ମୁଁ କହୁଛି ରହିଗଲା ମୁଁ ଦେଖିଲି ଡେରି ହେଲା ମୁଁ ଆରେ ହେଇ ବୋଧେ ରହିଗଲା ବୋଧେ ବାଧ୍ୟ ମୋତେ ଯିବାକୁ ପଡ଼ିଲା ତା ଭିତରୁ ତାକୁ ଭିଡ଼ି ଆଣିବାକୁ ପଡ଼ିଲା ଏଇ ହେଲା ଗୁରୁ ତ ଶିଷ୍ୟ ରହିଯାଏ ଗୁରୁ ଦେଖିଲା ରହିଯାଇଲା ରେ ମାନେ ଯଦି ମୁଁ ନ ଆଣିଥାନ୍ତି ସେ ହୁଏତ ତା'ର ହୋଲ୍ଡରେ ରହିଥାନ୍ତା କି ରାତିରେ ଥାନ୍ତା ଦିନେ ରହିଥାନ୍ତା କି 2 ଦିନ ରହିଥାନ୍ତା ସେଇଟା ମୁଁ କହିପାରିବିନି ମୁଁ ଦେଖିଲି ଏଇନେ ତ ନ କାଢ଼ୁଛି ତାହେଲେ ଏଇସବୁ କାମ ବିଗିଡ଼ିଯିବ ତେଣୁ ବାଧ୍ୟ ହୋଇ ମଝିରେ ତାକୁ ଭିତରୁ କାଢ଼ିବାକୁ ପଡ଼ିଲା ମୁଁ କହିଲି କ'ଣ ହେଲା ନା ଗୁରୁଜୀ ମୁଁ ଜାଣିପାରିଲିନି କ'ଣ ରହିଗଲି ସେଠି ଆଉ ଆସିପାରିଲିନି ମୁଁ କହିଲି ଏଇ କ୍ରିୟା ଯେତେବେଳେ ନ ଆସିପାରିବୁ ତୁ କିଛି ସବୁ ଛାଡ଼ି ଦେଇକରି ସେ ଧ୍ୟାନ ମୋତେ ଚିନ୍ତା କରିବୁ ବାସ୍ ତାପରେ ଆଉ ସେ ଆପେ ଆପେ ଉଠି ଆସିବ ଏଇ ହେଲା ଗୁରୁ କ'ଣ ସେଥିପାଇଁ କହେ ଗୁରୁ କହେ ଯେ ମୋ ସମ୍ମୁଖରେ ତୁମେ କର ମୋ ଆଗରେ ମାତ୍ର ମିଶିଲା 31 ଆମେ ଗଲୁ ରହିଲୁ 1 2 3 3 ବାହାରିଲୁ 3 ଦିନ ଭିତରେ ସେ ଯୋଡ଼ି ଦିନ ମୋ ସାଙ୍ଗେ ଅଭ୍ୟାସ କରିଛି ମାତ୍ର ଅଧଘଣ୍ଟେ ସେ 40 ମିନିଟ୍ ଲାଗିବ ଟୋଟାଲି ପ୍ରାକ୍ଟିସ୍ଟା 7ଟା କ୍ରିୟା ତା'ର ମାନେ ଏଇ 7 ନୁହେଁ ସେ ପ୍ରଥମର 7ଟା କ୍ରିୟା ସେତିକିରେ ଯଦି ମୋ ସହ ଥିବ ଶୁଣୁଥିବ ତାକୁ ପଚାରି ସେ କହିବ ଫିଲିଙ୍ଗସ୍ କ'ଣ ଆସିଛି ଦରକାର ନାହିଁ ଭଗବାନଙ୍କୁ ଜାଣିବା ଭଗବାନ ତୁମେ ଜାଣିବ କେମିତିଆ ତୁମେ ତ ଦେଖିନ ଅନୁଭବ କରିନ ଜାଣିବ କାହିଁ ମାନୁଛ ମାନନି ତେଣୁ ତୁମର ଦରକାର ଚେଷ୍ଟା ଜିଜ୍ଞାସା ଜାଣିବାର ଇଚ୍ଛା ତୀବ୍ର ହେଲେ ପ୍ରଭୁ ଆସିବେ ବାଧ୍ୟ ହୋଇ ପଡ଼ିବେ ଏମିତି ପ୍ରଭୁ ବହୁତ କୃପାଳୁ କୃପା ସିନ୍ଧୁ ସେ ଦୟାନିଧି ସେ ଲାଗିଲେ ପଳେଇ ଆସିବେ ତେଣୁ ଯଦି ଇଚ୍ଛା ଅଛି ତାହେଲେ ଆଗାଉ ଇଏ ହେଲା ଅଦ୍ୱୈତବାଦୀ ଦ୍ୱୈତବାଦ ହେଲେ ରୂପ ଅଛି ଇ ସହଜ ହେବ ଆତ୍ମପୂଜାରେ ପଳେଇ ଆସିବ ଆମେ ଏଇଠି ତା ସମାପ୍ତ କରିବା ଆଉ ବର୍ତ୍ତମାନ କେତେ ଜଣ ଆଜି ବୋର୍ ଥିବ କ'ଣ ତ ଜାଣିନି ଯାହା ବି ହେଉ ମହାପ୍ରଭୁଙ୍କ ଦୟାରୁ ସମସ୍ତ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ ଯେଉଁମାନେ ବୟସ୍କ ଅଛନ୍ତି ସନ୍ନ୍ୟାସୀ ଆଉ ବ୍ରହ୍ମଚାରୀ ଆଉ ଜ୍ଞାନୀ ସେମାନଙ୍କୁ ମୋର ପ୍ରଣାମ ଭଗବାନ ମୋର ଶିଷ୍ୟମାନଙ୍କୁ ତାଙ୍କର କଲ୍ୟାଣ ପ୍ରଦାନ କରି ସୁରକ୍ଷା ଦିଅନ୍ତୁ ଏଇ ମୋର ଇଚ୍ଛା ମୁଁ ଏଠି ରହୁଛି ଜୟ ଜଗନ୍ନାଥ ଯଦି ଆପଣମାନଙ୍କୁ ଆମର ଭିଡ଼ିଓଟି ପସନ୍ଦ ଆସିଛି ତେବେ ଏହିପରି ଭିଡ଼ିଓ ପ୍ରଥମେ ଦେଖିବା ପାଇଁ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। ଥ୍ୟାଙ୍କ ୟୁ।